ତାର କର୍ତ୍ତବ୍ୟ ଆମେ ଦେଖୁଛୁ। ଧର ଯୋଉ ପରିବାରରେ ସନ୍ତାନଟା ସନ୍ନ୍ୟାସ ନେଇଯାଉଛି, ସେ ତ ପିତାମାତାଙ୍କର କର୍ତ୍ତବ୍ୟରୁ ମାନେ ବଞ୍ଚିତ ରହୁଛି, ସେବାରୁ ବଞ୍ଚିତ ରହୁଛି। ତା ମାନେ କଣ ସେ ପିତାମାତାଙ୍କ ସେବାରୁ ବଞ୍ଚିତ ରହିଲେ ସେ କଣ ଈଶ୍ୱର ପ୍ରାପ୍ତି ହେଇପାରିବନି? ଈଶ୍ୱର ପ୍ରାପ୍ତି ହେଇପାରିବନି ସେଟା ଚିନ୍ତା କରି କହିବେ। ଖୁର୍ସିଦା କହିବେ। ଆମ ସହିତ ରହିଛନ୍ତି ପଣ୍ଡିତ ଋଷିକେଶ ଆଚାର୍ଯ୍ୟ ଦାଦା, ଏସପିଆର ସତ୍ସଙ୍ଗ କେନ୍ଦ୍ର ଲଥାଙ୍ଗ ଜଗତସିଂହପୁର। ଦାଦା ଜୟଗୁରୁ। ପ୍ରକୃତରେ କଣ ଯୋଉ ପିଲାମାନେ ବାହାରେ ରହୁଛନ୍ତି, ବାପା ମାଙ୍କଠୁ ଦୂରେଇ ରହୁଛନ୍ତି, ତାଙ୍କର କର୍ତ୍ତବ୍ୟ କରନ୍ତି ନାହିଁ, ସେବା ଦିଅନ୍ତି ନାହିଁ, ସେମାନେ ଛଟପଟ ହେଇ ମରୁଛନ୍ତି। ଦେଖନ୍ତୁ ସହରାଞ୍ଚଳରେ, ଗ୍ରାମାଞ୍ଚଳରେ ଖାଲି ପଇସା ପଠେଇ ଦିଅନ୍ତି। କିଏ ତ ପଇସା ପଠାନ୍ତି, କିଏ ବି ପଇସା ବି ଦିଅନ୍ତିନି। ପିତାମାନେ ଭିକ ମାଗି କଷ୍ଟ କରି ଆକୁ ତାକୁ ମାଗି ଚଳନ୍ତି, ଉପାସରେ ସଢି ଯାଉଛନ୍ତି। ଏଭଳି ଅବସ୍ଥାରେ ବିଭିନ୍ନ ପିତାମାତା ଆଜି ସମାଜରେ କଷ୍ଟ ପାଉଛନ୍ତି। ହয়তো କୌଣସି ବାପା ମାଙ୍କର ପଇସା ଅଛି, ବାପା ମାଙ୍କ ପିଲାମାନଙ୍କର ସ୍ନେହ ମମତା ପାଉନାହାନ୍ତି, ସେବା ସୁଶ୍ରୂଷା ପାଉନାହାନ୍ତି। ହয়তো ପିଲାମାନେ ପାଖରେ ଥାଇକି ବାପା ମାଙ୍କୁ ବି ପଚାରୁନାହାନ୍ତି, ଟଙ୍କା ଖାଇବାକୁ ବି ଦଉନାହାନ୍ତି। ସେମାନେ ସଢି ସଢି ମରୁଛନ୍ତି। ନା ସେବା, ନା ଖାଇବା ପିଇବା, କିଛି ନାହିଁ। ଏମାନେ କଣ ପୁଣ୍ୟ ଅର୍ଜନ କରିପାରିବେ? ଯେତେ ମନ୍ଦିର ଗଲେ, ଯେତେ ମସଜିଦ ଗଲେ, ଯେତେ ଚର୍ଚ୍ଚ ଗଲେ, ନା ଏମାନେ ପ୍ରକୃତରେ ଈଶ୍ୱର ପ୍ରାପ୍ତି ହେବେ? କଣ କହିବେ ଦାଦା? ଈଶ୍ୱର ପ୍ରାପ୍ତି ହେଇପାରିବନି। ଜୟଗୁରୁ ଜୟଗୁରୁ। ଈଶ୍ୱର ପ୍ରାପ୍ତି ହେଇପାରିବନି, ନେଭର। କାହିଁକି ହେଇପାରିବନି ଦାଦା? ମୋର ସେମାନେ ପ୍ରଶ୍ନ, କାହିଁକି ହେଇପାରିବନି? ଜଣେ ଅନେକ ଲୋକ ଦେଖନ୍ତୁ, ଯୋଉ ସନ୍ନ୍ୟାସୀ ମାନେ ଘର ଛାଡି ଦଉଛନ୍ତି, ଅଲଗା ବାବାଙ୍କୁ ଦେଖନ୍ତୁ, ଅନେକ ଇତିହାସ ଦେଖିଲେ ବି ଅନେକ ସନ୍ନ୍ୟାସୀ, ବୁଦ୍ଧ ଦେବ ତାଙ୍କ ଘର ଛାଡି ଦେଇଛନ୍ତି। ସେମାନେ ଈଶ୍ୱର ପ୍ରାପ୍ତି ହେଇନାହାନ୍ତି? ସେମାନେ ସନ୍ନ୍ୟାସୀ ନୁହନ୍ତି, ସେମାନେ ବାଜି। ଯାହା ବି ହୁଅନ୍ତୁ, ସନ୍ନ୍ୟାସୀ ନୁହଁ, ଯାହା ବି ହୁଅନ୍ତୁ ନୁହଁ। ସେମାନେ ଆଉଟ୍ ଅଫ୍ ଫ୍ରଷ୍ଟ୍ରେସନ, ତାଙ୍କର ଈଶ୍ୱର ପ୍ରାପ୍ତି ହେଇଛି କି ନ ହେଇଛି ଭାବିବା ବହୁତ ଦୂର ବ୍ୟାପାର, କଷ୍ଟକର ବ୍ୟାପାର। ଈଶ୍ୱର ପ୍ରାପ୍ତି ହେଇଛି ବୋଲି ଆମେ କହିପାରିବାନି। ପିତାମାତାଙ୍କୁ ଉପେକ୍ଷା କରି, ଅବହେଳା କରି ଈଶ୍ୱର ପ୍ରାପ୍ତି ହବାର ସମ୍ଭାବନା ଆଦୌ ନାହିଁ। ସେ ଜ୍ଞାନୀ ହେଇପାରିବେ, ବିଜ୍ଞାନୀ ହେଇପାରିବେ, ଧନୀ ହେଇପାରିବେ, ସମାଜରେ ପ୍ରତିଷ୍ଠିତ ବ୍ୟକ୍ତି ହେଇପାରିବେ, କିନ୍ତୁ ଈଶ୍ୱର ପ୍ରାପ୍ତି ନେଭର ନେଭର। ଗୋଟେ ଉଦାହରଣ ଦେଇ ବୁଝେଇଦେବି, ବେଶ କଥା କହିବିନି। ବିଜୟ ଦା, ଗୋଟେ ଆଜ୍ଞା ଉଦାହରଣ ଦେବି। ଶ୍ରୀମତ୍ ଶଙ୍କରାଚାର୍ଯ୍ୟ, ଆଦି ଶଙ୍କର ଯାହାଙ୍କୁ ଆମେ କହୁଛେ, ଶ୍ରୀମତ୍ ଶଙ୍କରାଚାର୍ଯ୍ୟ ଉପନୟନ ସଂସ୍କାର ନବା ପରେ, 9 ବର୍ଷ 10 ବର୍ଷର ବାଳକ ଉପନୟନ ସଂସ୍କାର ନବା ପରେ ଦଣ୍ଡ କମଣ୍ଡଳୁ ଧରିକିରି ବାହାରକୁ ବାହାରି ଚାଲିଗଲେ। ଗୁରୁ ଗୋବିନ୍ଦ ପାଦଙ୍କର ଅନ୍ୱେଷଣରେ ସେ ଜାଣିଥିଲେ ଯେ ଗୁରୁ ଗୋବିନ୍ଦ ପାଦ ଶହ ଶହ ବର୍ଷ ଧରି ତପସ୍ୟା କରୁଛନ୍ତି, ମୁଁ ତାଙ୍କରି ଶରଣ ନେବି। ଯେତେବେଳେ ସେ ଚାଲିଗଲେ, ମା ତାଙ୍କର କାନ୍ଦିକିରି ପଛରେ ଗୋଡେଇଲେ, ଛୋଟ ପିଲା, ବାପା ତୋର ଚାଲି ଯାଇଛି, ତୋରି ମୁହଁକୁ ଚାହିଁକି ରହିଛି, ତୁ ଚାଲିଯିବୁ କୁଆଡେ? ତୁ ଚାଲିଯିବୁ ନା ମା, ଇଏ ଦୁନିଆ ଅଳିକ, ମାୟା, ବନ୍ଧନ, ଆକୁ ସବୁ ଦରକାର ନାହିଁ। ମୁଁ ସତ୍ୟର ସନ୍ଧାନରେ ଯାଉଛି, ଯାହା ସତ୍ୟତା, ସେଇ ସତ୍ୟର ସନ୍ଧାନରେ ଯାଉଛି। ମାଙ୍କ କଥା ରହିଲାନି, ବାଳକ ଚାଲିଗଲେ। ସେ ଦୀର୍ଘ କାହାଣୀ, ମୁଁ ଆଉ ସେ କଥାକୁ କହୁନି। ଗୋବିନ୍ଦ ପାଦକୁ ଦର୍ଶନ କଲେ, ଗୋବିନ୍ଦ ପାଦ ତାଙ୍କୁ ଶିକ୍ଷା ଦବା ପରେ ସେ ବ୍ରହ୍ମରେ ଲୀନ ହେଇଗଲେ, ଇତ୍ୟାଦି ଇତ୍ୟାଦି ବହୁତ କଥା ଅଛି। ସାରା ଭାରତ ବର୍ଷ ସେ ବୁଲିକିରି ବୌଦ୍ଧ ସମାଜ, ଆଜି ଏପଟକୁ ଶଙ୍କରାଚାର୍ଯ୍ୟ ଆସିବେ ମାନେ ବୌଦ୍ଧ ଶ୍ରବଣ ମାନେ କେହି ଆଉ ରହିଲେନି, ଶ୍ରମଣ ସବୁ ଛାଡି ପଳେଇଗଲେ। ଯୁକ୍ତି ତର୍କ କରି, ଶାସ୍ତ୍ର ଆଲୋଚନା କରି ଧର୍ମକୁ, ହିନ୍ଦୁ ଧର୍ମକୁ ସେ ପୁନଃ ପ୍ରତିଷ୍ଠିତ କଲେ। 16 ବର୍ଷ ବୟସରେ ଆକୁମାରୀ ହିମାଚଳ ସେ ପ୍ରସିଦ୍ଧି ଲାଭ କରି, 16 ବର୍ଷ ବୟସରେ ମାତ୍ର। ଏତେ ବଡ ଲୋକ ହିମାଳୟ ପାଦଦେଶରେ ବସି ଦିନେ ତପସ୍ୟା କରୁଛନ୍ତି, ହଠାତ୍ ତାଙ୍କର ମନରେ ତା ମା ତାଙ୍କୁ ଖୋଜୁଛନ୍ତି। ତାପରେ ସେ ପଥଶ୍ରମ କରି ସେ ଆସି ପହଞ୍ଚିଲେ। ତାଙ୍କର ଘରଟା ହଉଛି କେରଳ, କେରଳରେ ତାଙ୍କ ଘର। ଆସି ପହଞ୍ଚିଲେ, ମା ସେତେବେଳେ ଜରାଜୀର୍ଣ୍ଣ,
ରୋଗଗ୍ରସ୍ତ ବିଛଣାରେ ପଡିଛନ୍ତି, କିଏ ପଡୋଶୀ ଟିକେ କଣ ଦଉଛନ୍ତି ଖାଇବାକୁ ଖାଉଛନ୍ତି, ସୁଖୁ ସୁଖୁ ହେଲେଣି, ଖାଲି ପାଟିରେ କଣ ପଡୁଛି ଶଙ୍କର ତୁ କୋଉଠି, ଶଙ୍କର ତୁ କୋଉଠି। ଏଇ କଥାଟା ତାଙ୍କ କର୍ଣ୍ଣ ଗୁହରେ ପ୍ରତିଧ୍ୱନିତ ହେଲା। ସେ ତ ଆସି ପହଞ୍ଚିଲେ, ଆସି ମାଙ୍କୁ ପ୍ରଣାମ କରି ମା ମୁଁ ଆସିଛି, ଶଙ୍କର ମୁଁ ଆସିଛି, ତୋ ପୁଅ ମୁଁ ଆସିଛି। ନା ତୁ ବହୁତ ବଡ ଲୋକ ହେଇଯାଇଛୁ ନୁହଁ? ନା ନା ମୁଁ ବଡ ଲୋକ ହେଇନି, ମୁଁ ତୋ ପୁଅ। ନା ରେ ବାପା, ଯୋଉ ସତ୍ୟର ସନ୍ଧାନରେ ଯାଇଥିଲୁ ସେ ସତ୍ୟର ସନ୍ଧାନ ପାଇଛୁ। ଶଙ୍କରଙ୍କ ଆଖିରୁ ଲୁହ ଗଳି ପଡିଲା, କହିଲା ମା ସତ୍ୟ ହଉଛୁ ତୁ, ମୁଁ ବୁଝିପାରିନଥିଲି, ମୁଁ ଭୁଲ କରିଛି ମା, ସତ୍ୟ ହଉଛୁ ତୁ। ଯେତେ ସତ୍ୟ ଦୁନିଆରେ ଅଛି ସବୁଠୁ ଶ୍ରେଷ୍ଠ ସତ୍ୟ ହଉଛୁ ତୁ। ମୁଁ ଏଇ ସନ୍ଧାନ ପାଇଛି ଶେଷରେ, ମୁଁ ସେଇ ସମୟ ଛୁଟି ଆସିଛି ମା ତୋ ପାଖକୁ। ସତ୍ୟର ସନ୍ଧାନ ମୁଁ ପାଇଛି, ସତ୍ୟ ହଉଛୁ ତୁ। ତୁ ମତେ ଦୁନିଆରେ ଆଲୁଅ ଦେଖେଇଛୁ ବୋଲି ମୁଁ ସତ୍ୟର ସନ୍ଧାନ ବାହାରିଥିଲି, କିନ୍ତୁ ସନ୍ଧାନ କରି କରି ଆସି ଶେଷରେ ତୋରି ପାଖରେ ପହଞ୍ଚିଲି। ପ୍ରସଙ୍ଗଟା ଏଇ ସକାଶେ ମୁଁ କହିଲି, ଆଉ ବିଶେଷ କଥା କହିବିନି, ଏ ତ ବିରାଟ ଶଙ୍କରାଚାର୍ଯ୍ୟଙ୍କ ଜୀବନୀର କଥା। କିନ୍ତୁ ଏଇଠୁ ଆମେ ଜାଣିପାରିବା ଶଙ୍କରାଚାର୍ଯ୍ୟ ଯିଏ ଶଙ୍କରଙ୍କର ଅବତାର ବୋଲି କୁହାଯାଏ, ନିଜେ ସ୍ୱୟଂ ଭଗବାନ ଶଙ୍କର ବୋଲି କୁହାଯାଏ ଯାହାଙ୍କୁ, ସିଏ ଯଦି ଏଇ କଥା କନଫେସ୍ କରନ୍ତି, ତାହେଲେ ଆମେ କଣ କହିବା ଯେ ବାବାଜୀ ହେଇଗଲେ, ମାତାଜୀ ହେଇଗଲେ, ସନ୍ନ୍ୟାସୀ ହେଇଗଲେ, ଗିରି ଗୁହାରେ ତପସ୍ୟା କଲେ, ସିଧା ସିଧା ଈଶ୍ୱରଙ୍କ ପାଖକୁ ପଳେଇଯିବେ। ଈଶ୍ୱର ତ ଦୟା କରି ବାରମ୍ବାର ଦୁନିଆକୁ ଆସିଛନ୍ତି, ରାମ କୃଷ୍ଣ ବୁଦ୍ଧ ଯୀଶୁ ମହମ୍ମଦ ରୂପରେ ଆସିଛନ୍ତି, ଆସିକିରି ଦେଖେଇ ଦେଇ ଯାଇଛନ୍ତି ଆଚରଣ କରି ଯେ ପିତା ମାତା ସର୍ବଶ୍ରେଷ୍ଠ ଦେବତା, ପିତା ମାତାଙ୍କ ବ୍ୟତୀତ ଆଉ କିଛି ନାହିଁ। ଏଇଟା ତ ଦେଖି ଦେଇଛନ୍ତି ଠାକୁର, ତ ସେଇ କଥା ତାଙ୍କ ସାରା ଜୀବନ ଧରି ତାଙ୍କର ଲୀଳା ଭିତର ଦେଇ ପିତୃମାତୃ ଭକ୍ତିଟାକୁ ହିଁ ସେ ପ୍ରତିପାଦନ କରିଛନ୍ତି, ସର୍ବ ସମକ୍ଷରେ ଉପସ୍ଥାପନ କରିଛନ୍ତି। ଆଉ ଆପଣ କହୁଛନ୍ତି ପିତାମାତାଙ୍କୁ ଛାଡ଼ି ଦେଇକିରି ଈଶ୍ୱରଙ୍କ ପାଖକୁ ଚାଲିଯିବେ, ସେମିତି ନଜିର କାହିଁ ମୁଁ ଜାଣିନି। ଆପଣ ଯଦି ଜାଣିଥିବେ, କିଏ ଜାଣିଥିବେ ମୁଁ କହିପାରିବିନି। ପିତାମାତାଙ୍କୁ ଉପେକ୍ଷା କରି, ପିତାମାତାଙ୍କୁ ଅବହେଳା କରି, ପିତାମାତାଙ୍କ ପ୍ରତି ଯୋଉ କର୍ତ୍ତବ୍ୟ ତାକୁ ନ କରି କିଏ ଈଶ୍ୱରଙ୍କ ପାଖକୁ ଯାଇଛନ୍ତି, ସେମିତି ପୁରାଣ ଶାସ୍ତ୍ରରେ ସେମିତି ନଜିର ବୋଧେ ନାହିଁ। ଜୟ ଗୁରୁ, ଦାଦା ଜୟ ଗୁରୁ। ଦାଦା ଜୟ ଗୁରୁ। ଦାଦା ଠାକୁର କହିଲେ ମାତୃଭକ୍ତି ଅତୁଟ ଯେତେ, ସେଇ ପିଲା ହେଇ କୃତି ସେତେ। ସେଠି ପିତା କାହିଁ, ପିତା ତ ନାଗିନି। ଠାକୁର ଅଛି କହୁଛନ୍ତି ମୁଁ ଯାହାଟା ହେଇଛି ମୋ ମାଆକୁ ନେଇକିରି ହେଇଛି, ତାଙ୍କର ଅଛି ଇତିହାସ ଅଛି ଦେଖୁଥିଲି। ଅଛି, ତାରି ପାଖରେ ବାଣୀ ଅଛି। ଆରାଧ୍ୟ ଦେବ ପିତାଙ୍କୁ ତୁମେ ନିତ୍ୟ କର ନମସ୍କାର, ଜ୍ଞାନଦାତା ତାଙ୍କୁ ହିଁ ଜାଣ, ଶିବ ରୂପରେ ସେ ତୁମର। ଆରାଧ୍ୟ ଦେବ ପିତାଙ୍କୁ ତୁମେ ନିତ୍ୟ କର ନମସ୍କାର, ଜ୍ଞାନଦାତା ତାଙ୍କୁ ହିଁ ଜାଣ, ଶିବ ରୂପରେ ସେ ତୁମର। ବାଣୀ ଅଛି ନା, ଆଉ ଠାକୁର କହିଛନ୍ତି ନା, ପିତା କଥା ଠାକୁର ମାଙ୍କ କଥା କହିଛନ୍ତି, ବାପାଙ୍କ କଥା କହିଛନ୍ତି। ମାତୃଭକ୍ତି ଅତୁଟ ଯତ, ସେଇ ছেলে হয় କୃତି ଯତ। ছেলে ଶବ୍ଦର ଅର୍ଥଟା କଣ? ପିତାଠି ଶ୍ରଦ୍ଧା ମାଠି ଟାଣ, ସେଇ ପିଲା ହୁଏ ସାମ୍ୟ ପ୍ରାଣ। ପିତାଠି ଶ୍ରଦ୍ଧା, ମାଠି ମା ଟାଣ। ହଁ, ପିତା ମାତା ଉଭୟଙ୍କ କଥା ଠାକୁର କହିଛନ୍ତି, ଉଭୟଙ୍କ କଥା ଠାକୁର କହିଛନ୍ତି, ଖାଲି ମାଙ୍କ କଥା କହିନାହାନ୍ତି। ଏଇଟା ହଉଛି କଥା। ଜୟ ଗୁରୁ, ଜୟ ଗୁରୁ। ଜୟ ଗୁରୁ, ଜୟ ଗୁରୁ। ବହୁତ ସୁନ୍ଦର, ଜୟ ଗୁରୁ। ଆଉ ବିଜୟ ଭାଇ ବୁଝିପାରିଲେ ଭଲ କରି ନା ନାଇଁ ରହିଲା? ଜୟ ଗୁରୁ, ଜୟ ଗୁରୁ, ଜୟ ଗୁରୁ। ଜୟ ଗୁରୁ। ଆଉ ନେକ୍ସଟ ଅଛନ୍ତି ମୁରଲୀଧର ଦାସ। ମୁରଲୀଧର ଦାସ ଭାଇ, ମୁରଲୀଧର ଭାଇ, ମୁରଲୀଧର ଦାସ ଅଡିଓ ଖୋଲନ୍ତୁ। ନଳିନୀ ଜେନା, ନଳିନୀ ଜେନା ମା ଅଡିଓ ଖୋଲନ୍ତୁ। ନଳିନୀ ଜେନା। ଜୟ ଗୁରୁ, ଜୟ ଗୁରୁ। ଆଜ୍ଞା ଦାଦା, ଜୟ ଗୁରୁ, ଜୟ ଗୁରୁ। ଦାଦା ଆଉ ଯୋଉ ମୁରଲୀ ଭାଇ କଥା ଖୋଲେ ଟିକେ, କହିଲେ, ନଳିନୀ ଆଜ୍ଞା ମା ରହନ୍ତୁ। ମୁରଲୀ ଭାଇ ଆଜ୍ଞା। କଣ କୁହନ୍ତୁ? ମୁରଲୀ ଭାଇ କଣ ଡେରିରେ ଖୋଲନ୍ତି, ଆଉ ଖୋଲିଲେଣି। ମୁରଲୀ ଭାଇ କୁହନ୍ତୁ। ଦାଦା ଜୟ ଗୁରୁ। ଜୟ ଗୁରୁ, ଜୟ ଗୁରୁ। ଦାଦା ପିତା ମାତା ଶ୍ରୀ କୁରୁ ଦେବତା ବ୍ରାହ୍ମଣ, ଏହାକୁ ଦଣ୍ଡିବ ନାହିଁ ଦୋଷ କଲେ ଜାଣ। ଆଉ ଥରେ ମୁଁ ଆକୁ ପଚାରିଥିଲି,
କଣ ହେଲା ଆଉଥରେ କୁହନ୍ତୁ। ପିତା ମାତା ଶ୍ରୀ ଗୁରୁ ଦେବତା ବ୍ରାହ୍ମଣ ଏହାଙ୍କୁ ଦଣ୍ଡିବ ନାହିଁ ଦୋଷ କଲେ ଜାଣ। ହଁ ଏ କଥା ତ 100 ଥର ଆଲୋଚନା ହେଇଛି। ଆଉ ଏଥିରେ ଆଜ୍ଞା ବୁଝିବାର କଣ ଅଛି? ହଁ ଏଇଟା ତ ଅତି ସରଳ, ଭେରି ଆଜ୍ଞା ସିମ୍ପଲ। ୟା ତ ଆନ୍ସରଟା ଆରି ଭିତରେ ହିଁ ଅଛି। ହଁ ଆଜ୍ଞା ସେଇଟା ତ ପିତା ଉତ୍ତର ଏଇଟା। ମାତା ଗୁରୁ ହଁ, ଦେବତା ଆଉ ବ୍ରାହ୍ମଣ ଆଜ୍ଞା ଇଏ କଣ ଦୋଷ କଲେ କଣ ଗୁଣ କଲେ ତାକୁ ତୌଲିବା ବା ତାକୁ ସମୀକ୍ଷା କରିବା ଦାୟିତ୍ୱ ଆମର ନୁହେଁ। ଆଜ୍ଞା ଯଦି ସେ ସାମାଜିକ ଦୃଷ୍ଟିକୋଣରୁ ଯଦି ଆମେ ଦେଖୁବା, ଯଦି ସେ କୌଣସି ଦୋଷ କରିଛନ୍ତି ତାଙ୍କୁ ଆଜ୍ଞା ଶାସ୍ତି ଦବା ବା ଦଣ୍ଡ ଦବାର ଅଧିକାର ଆମର ନାହିଁ। ସେ ଅଧିକାର ଆମକୁ ଆଜ୍ଞା ଈଶ୍ୱର ଦେଇନାହାନ୍ତି। ଆଜ୍ଞା କଥାଟା ହଉଛି ଏଇଟା କ୍ଲିୟର। ଆଜ୍ଞା ହଁ ଏଟା ତ କ୍ଲିୟର ହେଇଯାଇଛି। କାହିଁ କଣ କାହାକୁ ଦଣ୍ଡ ଦବ ନା କଣ? ଆଜ୍ଞା ନାଇଁ ନାଇଁ ଦଣ୍ଡ ଦବ? ଆମେ ତ ବ୍ରାହ୍ମଣ ଅଛୁ, ଆମକୁ ଦଣ୍ଡ ଦବ? ଆଜ୍ଞା ନାଇଁ ହଉ ହଉ ଆଉ ଗୋଟେ ପ୍ରଶ୍ନ ଦାଦା, ଆଉ ହଁ ଗୋଟେ କୁହନ୍ତୁ ପ୍ରଶ୍ନ। କୁହନ୍ତୁ। ସ୍ତ୍ରୀର ଆୟ ସ୍ୱାମୀର ଆୟୁ କରେ। ବିଭିନ୍ନ କଥା ବିଭିନ୍ନ ଜାଗାରେ ଲେଖା ହେଇଛି। ଆଜ୍ଞା ଏହା ଗୋଟେ କିଛି ଆ ଇଏ ବାକ୍ୟ ନୁହେଁ, ଆପ୍ତ ବାକ୍ୟ ନୁହେଁ। ଆଜ୍ଞା ଆଜ୍ଞା ଏହା ଗୋଟେ ଆପ୍ତ ବାକ୍ୟ ନୁହେଁ। ସ୍ତ୍ରୀ ଆଜ୍ଞା ଆୟ କଲା, ସ୍ୱାମୀର ଆୟୁଷ କାହିଁ ନଷ୍ଟ କାହିଁ ହବ? ଆଜ୍ଞା ସ୍ତ୍ରୀ କଣ ଆୟ ସେମିତି ଯାହାଙ୍କର ସ୍ତ୍ରୀ ମାନେ ବାହାରେ ଚାକିରି କରିନାହାନ୍ତି, ଘରେ ଅଛନ୍ତି, ଯୋଉ କାମ ଆଜ୍ଞା ଧନ୍ଦା କରୁଛନ୍ତି, ସେଇଟା ଆଜ୍ଞା ତାଙ୍କର ଗୋଟେ ଆୟ ନୁହେଁ ନା କଣ? ତାକୁ କଣ ଆମେ ଆଜ୍ଞା ଉପଭୋଗ କରୁନେ କଣ? ସେ ଆମକୁ ରୋଷେଇ କରି ଗଣ୍ଡେ ଖାଇବାକୁ ଦଉଛନ୍ତି, ଆମ ପାଇଁ ଆଜ୍ଞା ପରିଶ୍ରମ କରୁଛନ୍ତି, ଆମ ଲୁଗାପଟା ଆଜ୍ଞା ସଫା କରୁଛନ୍ତି, ଆଉ ବା ଆଜ୍ଞା ଯାହା କିଛି ଘରର କାମ କରୁଛନ୍ତି, ସେଇଟା କଣ ତାଙ୍କର ଗୋଟେ ଆୟ ନୁହେଁ ନା କଣ? ଆଜ୍ଞା ଆଜ୍ଞା ସେଇଟା ନୁହଁ। ସେଠି ମାନେ ନୀତି ବାକ୍ୟରେ ଅଛି କେତେ ଗୁଡିଏ କଥା। ଆଜ୍ଞା ନିଜର ଆୟଟା ହଉଛି ଉତ୍ତମ, ଆଜ୍ଞା ତାପରେ ପିତୃ ଆୟ ହଉଛି ମଧ୍ୟମ, ଭାତୃ ଆଜ୍ଞା ଆୟ ହଉଛି ଅଧମ, ଆଉ ସ୍ତ୍ରୀ ଆଜ୍ଞା ଆୟଟା ଯିଏ ଉପଭୋଗ ସେ ହଉଛି ଅଧମାଧମ। ଏଇଟା ଗୋଟେ ଆଜ୍ଞା ନୀତି ବାକ୍ୟ, ଗୋଟେ ନୀତି ଶ୍ଲୋକ ଅଛି। କିନ୍ତୁ ଆଜ୍ଞା ଏଇଟାକୁ କଥାଟା ଆମେ ହଉଛି, ହଁ ମୁଁ କହୁଛି ମୁରଲି ଭାଇ ଶୁଣନ୍ତୁ। ଆମେ ଆଜ୍ଞା ସ୍ତ୍ରୀ ଧନରେ ବଳିଆନ ହବା, ଆମେ ଆଜ୍ଞା କିଛି କରିବାନି। ଶୁଣନ୍ତୁ ଆପଣଙ୍କ କଥାଟା ଆଜ୍ଞା ଏଇଠି ଯଥାର୍ଥ। ଆମେ ଆଜ୍ଞା ସ୍ତ୍ରୀ ଚାକିରି କରିବା, ଆମେ ଘରେ ବସିବା, ଆମେ ରାନ୍ଧି ବାଢି ତାକୁ ଖାଇବାକୁ ଦବା, ଭଲ ମନ୍ଦ ହଁ ବୁଝିବା। କିଛି ଅସୁବିଧା ନାହିଁ। କଣ ହେଲା, ସେ ହଁ, ଚାକିରି କରି ପଇସା ଆଣିଲା, ତୁମେ ରାନ୍ଧି ବାଢି ଖାଇବାକୁ କାଇଁ ହେଇଗଲା। ଦବନି? ଆଉ କଣ ସେଇ ଅସୁବିଧା କଣ? ଧନରେ ଆମେ ଆମେ କିନ୍ତୁ କର୍ମଠ ନୋହୁଁ। ଆମେ ଆଜ୍ଞା ବାଡି ଆଜ୍ଞା ବଗିଚା ଭଲ ହଁ କର୍ମ ମନ୍ଦ ଆମେ କରୁଥିବା, କର୍ମଠ ଏଗୁଡାକ ନୋହୁଁ କିଛି କଣ? କରିବାନି, ଅଳସୁଆ ହେଇ କର୍ମଠ ନୋହୁଁ ରହିବା। କଣ? ଆମେ ହଁ କର୍ମଠ, ଆଜ୍ଞା ଆମେ ସ୍ତ୍ରୀର ହଁ ସେବା କରୁଛୁ, ହଁ ତା ଗୋଡ ହାତ ହଁ ମୋଡି ଦଉଛୁ, ତାକୁ ରୋଷେଇବାସ କରି ଖାଇବାକୁ ଦଉଛୁ, ତା ଲୁଗାପଟା ସଫା କରୁଛୁ, ଆମେ କର୍ମଠ ହଉନୁ କାହିଁକି? ହଉଛୁ। ଆଜ୍ଞା ବିଜୟ ପଣ୍ଡା ଯୋଉ କଥା କହୁଛନ୍ତି, ଆଜ୍ଞା ହଁ ସେ ବର୍ତ୍ତମାନ ଆମର ଏଇଠି ଜଣେ ନାଁ କହିଲେ ଜାଣିପାରିବେ ଶୁଣ, ଏଇଠି ଜଣେ ଆମର ମାଟିଏ, ସେ ଗଭର୍ଣ୍ଣମେଣ୍ଟ ଚାକିରି କରିଛନ୍ତି, ପଇସା ପାଉଛନ୍ତି, କ୍ୱାର୍ଟର ପାଇ ରହିଛନ୍ତି। ତାଙ୍କ ସ୍ତ୍ରୀ କି ତାଙ୍କ ସ୍ଵାମୀ କି ଚାକିରି କରିନାହାନ୍ତି। ତାଙ୍କ ସ୍ଵାମୀ ଆଜ୍ଞା ସହିତ ମୁଁ ଦିନେ କଥାବାର୍ତ୍ତା କଲି, କହିଲି ତୁମକୁ କେମିତି ଆଜ୍ଞା ଲାଗୁଛି, କଣ ହେଇଛି? ନା ମତେ ବହୁତ ଖୁସି ଲାଗୁଛି। ମୁଁ ଘରେ ଆଜ୍ଞା ରୋଷେଇବାସ କରୁଛି, ବାସନ ଫାସନ ମାଜୁଛି, ଆଉ ଲୁଗାପଟା ଆଜ୍ଞା ସଫା କରୁଛି। ମୋର କର୍ତ୍ତବ୍ୟ ମୁଁ ୟାକୁ ଧରିନେଇଛି। ମତେ ବହୁତ ଆନନ୍ଦ ଲାଗୁଛି, ଖୁସି ଲାଗୁଛି। ଆଉ ତାଙ୍କୁ ତ ଆଜ୍ଞା ଆନନ୍ଦ ଲାଗୁଛି, ଆମେ କାହିଁ ବାଡିଙ୍ଗ କଚାଡି ହଉଛେ? ଆଜ୍ଞା ଅଧମା ମାନେ ସ୍ତ୍ରୀ ଭିତ ଅଧମାଧମ, ଆମେ କାହିଁ ବାଡିଙ୍ଗ କଚାଡି? ତାଙ୍କୁ ଆନନ୍ଦ ଲାଗୁଛି ଲୋକଙ୍କୁ। ଲୋକ ଆଜ୍ଞା ଯଦି ଆନନ୍ଦ ପାଉଛି ପାଉ, ଆଜ୍ଞା ନା କଣ କହୁନା? ଆଜ୍ଞା ଆଜ୍ଞା ହଉ ଠିକ ହଁ ଅଛି ହେଲା। ହଉ ଆମର ସେ ସରିଲା ନା ଆଉ ଅଛି ବୁଝିବାର? ଆଜ୍ଞା ଜୟ ମୁରଲି ଜଗନ୍ନାଥ। ଭାଇ ହେଲା, ଆଜ୍ଞା ଏତିକି ସରିଲା ନା ଆଉ ପ୍ରଶ୍ନ ଅଛି କଣ? ନାଇଁ ନାହିଁ। ହଉ ଠିକ ଅଛି। ନଳିନୀ ମା କୁହନ୍ତୁ। ନଳିନୀ ମା ଅଡିଓ ଖୋଲନ୍ତୁ। ନଳିନୀ ମା, ହ୍ୟାଲୋ। ଜୟ ଗୁରୁ ଦାଦା। ଜୟ ଆଜ୍ଞା ଗୁରୁ ଜୟ ଗୁରୁ। ଦାଦା, ଯୋଉ ଆଦର୍ଶ ସନ୍ତାନର ଯେତିକି ଯାହା ମାନେ କ୍ୱାଲିଟି ବା ଗୁଣ ରହିବା କଥା, ଆଜିକାଲି ଡେଟ ରେ ଯେତିକି ସନ୍ତାନ ମାନେ ଜନ୍ମ ହଉଛନ୍ତି, ତାଙ୍କର ସେଗୁଡା ତ କିଛି ମାନେ ରହୁନି, ପ୍ରାୟତଃ ରହୁନି, କିଛି କିଛି ରହୁଛି। ତାହେଲେ ତାଙ୍କୁ ଆମେ କେମିତି ଯୋଉ ଗୋଟେ ସନ୍ତାନକୁ ମାନେ ଆଦର୍ଶ ବୋଲି ତାକୁ ମାନେ ଆଦର୍ଶ ଆଡକୁ ନବା, କେମିତି ଜଣେ ଆଦର୍ଶ ସନ୍ତାନ ହେଇପାରିବ? ତା ପିତାମାତାଙ୍କ ପ୍ରତି ତାର କିଛି ଦାୟିତ୍ଵ କର୍ତ୍ତବ୍ୟ ରହିବ। ସେ ଜିନିଷ ଟା କେମିତି କରାଯାଇ ପାରିବ? ପିତାମାତା ଚାହିଁଲେ କରିପାରିବେ, ନା ତାର ମାନେ ଜନ୍ମଗତ ଯାହା ଥିବ ସେଇ ଅନୁସାରେ ତ ତା ପିଲାମାନେ ଗଢା ହଉଛନ୍ତି, ଜନ୍ମ ଇଏ ଅନୁସାରେ।
ମାନେ ଗର୍ଭାବସ୍ଥାରେ ତାର ମାର ହିଁ କର୍ତ୍ତବ୍ୟ ସେଗୁଡାକ ସବୁ କରିବାକୁ ପଡିବ। ହଉ ଠିକ ଅଛି ହୁର୍ସିଦା କୁହନ୍ତୁ। ପିଲା ଯଦି ଆଦର୍ଶ ଜୟଗୁରୁ ପ୍ରାଣ ଆଜ୍ଞା ହୁଏ, ଜୟଗୁରୁ, ଆଜ୍ଞା ପିଲା ଯଦି ଆଦର୍ଶ ପ୍ରାଣ ହୁଏ, ଅର୍ଥାତ୍ ପିଲା ଯଦି ଜୀବନରେ ତାର ଜୀବନ୍ତ ଆଦର୍ଶକୁ ଧରିକିରି ଚାଲୁଥାଏ, ସେ ଆଦର୍ଶ ସନ୍ତାନ ହେଇପାରିବ। ପିଲା ଯଦି ଆଦର୍ଶ ପ୍ରାଣ ନୁହେଁ, ବହୁତ ଉପଦେଶ ସେ ଜାଣିଛି, ଦଉଛି, ଶୁଣୁଛି, ବହୁତ ପାଠ ପଢିଛି, କିନ୍ତୁ ପିଲା ଯଦି ନିଜେ ଆଦର୍ଶ ପ୍ରାଣ ନୁହେଁ, ସେ ଆଦର୍ଶ ଜୀବନ ପିତା ମାତାଙ୍କ ପ୍ରତି ସେ କର୍ତ୍ତବ୍ୟତା ଠିକ କରିପାରିବନି। ଆଦର୍ଶ ସନ୍ତାନର କର୍ତ୍ତବ୍ୟ ଯାହା ସେ ଠିକ କରିପାରିବ ନାହିଁ ଯେପର୍ଯ୍ୟନ୍ତ ପିଲା ନିଜେ ଆଦର୍ଶ ପ୍ରାଣ ନୁହେଁ। ସେ କୋଉଠି ଆଜ୍ଞା ଏ ଶିକ୍ଷାଟା ପାଇବ କୋଉଠୁ, ଏ ପ୍ରେରଣାଟା ପାଇବ କୋଉଠୁ? ସେ ଏଇଟା ଭାବିବାର ଅଛି ଆମର ନା। ଆଉ ଶିକ୍ଷା ପ୍ରେରଣା ପାଇବାର ଉତ୍ସ ଯିଏ, ଗୁରୁ, ଇଷ୍ଟ, ଜୀବନ ଦେବତା, ଯଦି ପିଲା ଯଦି ତାଙ୍କ ପ୍ରତି ଯଦି ସମୀୟ ଭାବ ପୋଷଣ କରି ଯଦି ତାଙ୍କ ଅନୁସରଣ କରି ନ ଚାଲେ, ସେ ଗୁଣଟା ତା ଭିତରକୁ ଆସିବ କେମିତି? ଆଉ ସେ ଆଦର୍ଶ ସନ୍ତାନ ହେଇକି ତା କର୍ତ୍ତବ୍ୟ କରିବ କେମିତି? କରିପାରିବନି। ସେ ଅନ୍ୟ ଦ୍ୱାରା ବାୟାସ୍ଡ ହେଇଯିବ, ଆଉ ବାୟାସ୍ଡ ହେଇଯାଉଛନ୍ତି ମଧ୍ୟ, ଅନ୍ୟ ଦ୍ୱାରା ପ୍ରଭାବିତ ମଧ୍ୟ ଲୋକ ହେଇଯାଉଛନ୍ତି, ଏଇଟା ଆମେ ଦେଖୁଛେ। ତେଣୁ ଅସଲ କଥା ହଉଛି ପିଲା ଆଦର୍ଶ ପ୍ରାଣ ହବା ଦରକାର ନିଜେ। ଆଉ ପିଲା ଆଦର୍ଶ ପ୍ରାଣ ହେଲେ ଅଟୋମେଟିକ ଆଦର୍ଶ ସନ୍ତାନ ସେ ହେଇପାରିବ। ଗୁରୁ କୈନ୍ଦ୍ରିକ ଇଷ୍ଟ କୈନ୍ଦ୍ରିକ ଜୀବନ ଯାପନ କଲେ ସେ ଆଦର୍ଶ ତା କର୍ତ୍ତବ୍ୟଟା କଣ ସେ ଜାଣିପାରିବ। ସେଟା ଜାଣିପାରୁନାହାନ୍ତି ଅନେକେ। ଏଇଟା ହଉଛି ଅସୁବିଧା ବର୍ତ୍ତମାନ ସୋସାଇଟିରେ। ଆଜ୍ଞା ଏଇଟା ଆଜ୍ଞା ହଉଛି କଥା। ଆଉ ଯୋଉଟା ମା କହିଲେ ମାତୃ ଗର୍ଭରେ ଥିଲା ବେଳେ ସେ ଯେପରି ଗଢିଯାଇଛି, ହଁ ମାତୃ ଗର୍ଭରେ ଥିଲା ଗଲା, ହୁଏତ ତାର କିଛି ଗଢି ହେଇଛି, କିନ୍ତୁ ସେଇ ଗଢି ହବା ଭିତରେ ତାର ମଧ୍ୟ ପରିବର୍ତ୍ତନ ଆସିବ ଯଦି ସେ ଇଷ୍ଟ ପ୍ରାଣ ହୁଏ, ଗୁରୁଗତ ପ୍ରାଣ ହୁଏ, ତାର ମଧ୍ୟ କିଛି ପରିବର୍ତ୍ତନ ଆସିବ। ଆସିବନି କାହିଁକି? ଆଉ ଯୋଉମାନେ ତ ସେମ ଟ୍ୟୁନିଂ ହେଇ ସନ୍ତାନ, ପ୍ରକୃତ ସନ୍ତାନର ପରିଭାଷାଟା ଯୋଉମାନଙ୍କ ଜୀବନରେ କାର୍ଯ୍ୟକାରୀ ହେଇଛି, ସେମାନେ ତ ଆଦର୍ଶ ପ୍ରାଣ ହେଇକିରି ସେ ନିଶ୍ଚିତ ଭାବରେ ତାଙ୍କ ପିତା ମାତାଙ୍କ ପ୍ରତି ଯାହା କର୍ତ୍ତବ୍ୟ ତା କରିବେ ହିଁ କରିବେ, କରୁଛନ୍ତି ମଧ୍ୟ ବର୍ତ୍ତମାନ। ଏଇଟା ହଉଛି ଆଜ୍ଞା କଥା। ଆଜ୍ଞା ଜୟ ଗୁରୁ, ଦାଦା ଜୟ ଗୁରୁ। ଆଜ୍ଞା ଜୟ ଧନ୍ୟବାଦ ଦାଦା। ଦାଦା ଯୋଉ ପିଲାମାନେ କଣ ଯୋଉ ମାନେ ତାଙ୍କର ସାଙ୍ଗସାଥି ମାନେ ପରିବେଶ ଇଏରେ ପଡି ଯାଉଛନ୍ତି, ଗୋଟେ ସାଙ୍ଗସାଥି ମାନଙ୍କ ବୁଦ୍ଧିରେ ପଡି ଯାଉଛନ୍ତି, ସେଠିକି ମାନେ ପିତା ମାତାଙ୍କୁ ସେମାନେ ଭାବୁଛନ୍ତି ସେ ମାନେ ସେମାନେ ହେଲେ ଆମର ନିଜର, ପିତା ମାତା ଯେମିତି ପର, ଏମିତି ହେଇଯାଉଛି କାହିଁକି ମାନେ ଭାବନା ପିଲାଙ୍କର, ମାନେ ସାଙ୍ଗ ପରିବେଶରେ ସେଟା ବାପା ମାଙ୍କ ଦୋଷ। ମୂଳ ତାଙ୍କୁ ଆଜ୍ଞା ସେମିତି ଗଢ଼ିନାହାନ୍ତି। ଏ ଗୋଟେ କଥା। ଠାକୁର ତାଙ୍କ ବାଣୀରେ କଣ କହିଲେ? ছেলের নেশা মায়ের উপর, মেয়ের নেশা বাপে, এমন্তর ছেলে মেয়ে নষ্ট হয় না চাপে। ପୁଅର ନିଶା ରହିବ ମା ଉପରେ, ଝିଅର ନିଶା ରହିବ ବାପ ଉପରେ। ଏଇପରି ଯୋଉ ପୁଅ ଝିଅ ଯେତେ ପ୍ରକାର ଚାପ ପଡୁ, ତାର ନିଜ ଭିତରୁ ଯୋଉ ବୃତ୍ତି ପ୍ରବୃତ୍ତିର ଚାପ ହଉ ବା ବାହ୍ୟିକ ଭାବରେ ତା ସାଙ୍ଗ ସାଥୀ ପରିବେଶ ଚାପ ହଉ, ଯୋଉ ଚାପ ପଡୁନା କାହିଁକି ସେ ନଷ୍ଟ ହବ ନାହିଁ, ଏଟା ଠାକୁର କହିଛନ୍ତି। ତେଣୁ ପିଲାଟି ଦିନରୁ ମା ବାପାଙ୍କର କର୍ତ୍ତବ୍ୟ ହଉଛି ସେମାନଙ୍କୁ ଇଷ୍ଟପ୍ରାନ୍ତ କରିବେ, ମାତା ପିତାଙ୍କ ପ୍ରତି ମଧ୍ୟ ତାଙ୍କୁ ଇନକ୍ଲାଇଣ୍ଡ କରିବା ପାଇଁ ଯାହା ଯାହା ଦରକାର ତାହା କରିବେ। ଆଉ ତା କଲେ ସାଙ୍ଗ ସାଥୀ ଇତ୍ୟାଦିଙ୍କର ଯୋଉ ଚାପ, ସେ ଚାପଟା ତାଙ୍କୁ ନଷ୍ଟ କରିପାରିବନି। ଏମିତି ହୁଏତ ସାମୟିକ ଭାବରେ ସେ ଟିକେ କୌଣସି ଜାଗାରେ ଟିକେ ସ୍ଖଳିତ ହେଇଯାଇ ପାରନ୍ତି ମଣିଷ ତ, କିନ୍ତୁ ଦୀର୍ଘସ୍ଥାୟୀ ଭାବରେ ତାଙ୍କୁ ସେ ନଷ୍ଟ କରିପାରିବ ନାହିଁ, ଏହା ନିଶ୍ଚୟ। କଣ ବିଜୟ ପନ୍ଥ କହୁଛନ୍ତି କହନ୍ତୁ? ହ୍ୟାଲୋ। ଧନ୍ୟବାଦ ଦାଦା, ବୁଝିଲେ ଦାଦା ତ ବ୍ୟସ୍ତ ଅଛନ୍ତି ବୋଧେ। ହଉ ଠିକ ଅଛି। ବୁଝିପାରିଲେ ହଉ। ନବୀନ ଦା? ଜୟ ଗୁରୁ ଆଜ୍ଞା। ହଉ ଠିକ ଅଛି।
ଜୟ ଗୁରୁ ପ୍ରଣାମ। ହଉ କଥାଟା ହଉଛି ପିଲାଙ୍କ ଭିତରେ ଆମର ପିତୃପୁରୁଷଙ୍କର ସଂସ୍କାର ଅଛି, ଯଦିଓ ମା ବାପାଙ୍କ ଭିତରେ ସେ ସଂସ୍କାର ଥାଇପାରେ, ମାନେ ପ୍ରୋମିନେଟ ହେଇଛି ବା ନ ହେଇଛି, କିନ୍ତୁ ଇଷ୍ଟୁଙ୍କୁ ଧରି ଚାଲିଲେ ସେ କଣ କରିବେ, ଆମର 33 ପୁରୁଷ ପର୍ଯ୍ୟନ୍ତ ଯୋଉ ସଂସ୍କାର ଗଚ୍ଛିତ ଅଛି ତା ପାଇଁ ପାଗ ଯୋଗ ଯୋଗେଇ ଦେବେ, ଫର୍ଟିଲାଇଜ ହେଇଯିବ। କାହା କୋଉ ପୁରୁଷର କୋଉ ଗୁଣ ଥିଲା ସେଇ ଗୁଣ ଗୁଡିକ ପ୍ରୋମିନେଟ ହେଇ ଉଠିବ। ଫାଇଲ ପରେ ଫାଇଲ ଗଦା ହେଇ ଚାଲିଛି ଆପାତତଃ। ଆମେ କହନ୍ତି ନା ତୋର 33 ପୁରୁଷ ମୁଁ ଉଦ୍ଧାର କରିଦେବି, ହେଲା ମାନେ ଆଜ୍ଞା ରିଲେସନ ଟା 33 ପୁରୁଷ ପର୍ଯ୍ୟନ୍ତ ସାଧାରଣତଃ ମଣିଷ ଚାହିଁଲେ କରିପାରିବ, କିନ୍ତୁ ସାଧନା ଦରକାର। ବିହିତ ଭାବେ ଇଷ୍ଟାନୁଚର୍ଯ୍ୟା କରିବା ଭିତର ଦେଇ ଏଇଟା ସମ୍ଭବ। ଇଷ୍ଟ ନିଷ୍ଠ ନହେଲେ କିନ୍ତୁ ହବନି। ଇଷ୍ଟ ନିଷ୍ଠ ହେଲେ ସେ ନିଜ ବାପା ମାକୁ ମାନିବ। ସ୍ୱର୍ଗକୁ ଯିବାର ଦ୍ୱାର ହେଲା ବାପା ମା। ବାପା ମାକୁ ଛାଡିକିରି କିନ୍ତୁ ନାହିଁ। ମାନେ ବାପା ମା ହେଲେ ସବୁର ଯାଉଣି କବାଟ। ଏ ଗୋଟିଏ ଫାଳିକିଆ ତା ବେଲରେ ମଧ୍ୟ ହବନି, ଦିଟା ଯାକ ଖୋଲିଗଲେ ଦ୍ୱାର ଖୋଲିଗଲା। ଏଇ ଯାଉଳି କବାଟ ଯଦି ଖୋଲିଗଲା, ଆମେ ତାଙ୍କ ବାପା ଏମାନଙ୍କୁ ଯେମିତି ଆମର ଗଞ୍ଜାମରେ ଯୋଉ ଘର ଗୁଡାକ ହେଇଛି, ଲମ୍ବଡା ହେଇକି ବହୁତ ବିରାଟ ଲମ୍ବା, ଆପଣ ଭିତରେ ପଶିଯିବେ ଗୋଟାଏ ଘର, ତାପରେ ଆଉ ଗୋଟେ ଘର, ଆଉ ଗୋଟେ ଘର, ତାପରେ ପଛକୁ ପଛେ ଲାଗିକି ଥବ ଲମ୍ବା, ପ୍ରାୟ 50 ଫୁଟ 60 ଫୁଟ 100 ଫୁଟ ପର୍ଯ୍ୟନ୍ତ ମଧ୍ୟ ଅଛି। ତେଣୁ ସେମିତି, କାରଣ ଫ୍ରଣ୍ଟ କୁ କମ କିନ୍ତୁ ବ୍ୟାକ୍ କୁ ଲମ୍ବା ବହୁତ, ସେମିତି ଆମର ସବୁ ଦ୍ୱାର ଖୋଲି ଖୋଲିକା ପଳେଇବ। ଆମେ ଯେତେ ବାପା ମାଙ୍କ ପ୍ରତି ସଶ୍ରଦ୍ଧ ହବା, ସେତେ ଆମ ଭିତରେ ଭଲ ଭଲ ମହତ୍ ଗୁଣ, ଆମ ବାପା ଅଜାଙ୍କର, ତାଙ୍କ ଅଜାଙ୍କର, ଏମିତି କ୍ରମାନ୍ୱୟରେ ଆମେ 33 ପୁରୁଷ ପର୍ଯ୍ୟନ୍ତ ସଂସ୍କାର ମଧ୍ୟ ଉଡ୍ର କରିପାରିବା, ଆମ ଜୀବନରେ ପରିସ୍ଫୁଟନ କରିପାରିବା। ମନେ ହେଲା? ହଉ, ଠିକ ଅଛି। ଆଜ୍ଞା ଆଉ ଆଜ୍ଞା ଆପଣ ଗୋଟେ ଭଲ 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 ଧନ୍ୟବାଦ। ପ୍ରଶ୍ନ ପଚାରୁଛନ୍ତି, ସମ୍ଭାବନା ପିଲାଙ୍କ ଭିତରେ ଅଛି। ଆଉ ଆଜ୍ଞା ନେକ୍ସଟ ଜୟ ଆମର ଗୁରୁ। ଅଶୋକ କୁମାର ଦାସ ଭାଇ, ଅଡିଓ ଖୋଲନ୍ତୁ। ଅଶୋକ କୁମାର ଦାସ, କଣ ପଚାରନ୍ତୁ? ଦୁଶୀଳା ଅଛନ୍ତି। ଜୟ ଗୁରୁ ଦାସ, ଜୟ ଗୁରୁ। ଜୟ ଗୁରୁ, ଜୟ ଗୁରୁ, କୁହନ୍ତୁ। ଦାଦା, ଆମେ କାହିଁକି ସମାଲୋଚନା କରିବାନି, ନିଜ ଜାଣିବା ପାଇଁ ଆମେ ସେଟା କରୁଛୁ, ପଚାରୁଛୁ ଦାଦା। ଆଉ ଯୋଉମାନେ ଜୀବନରେ ଡିସିସନ ନେଇ ନଉଛନ୍ତି ମ୍ୟାରେଜ କରିବେ ନାହିଁ, ବା କେତେକ ଯେତେ କି ଆମର ପ୍ରଜାପିତା ବ୍ରହ୍ମକୁମାରୀ ଭଳି ସଂସ୍ଥାକୁ ଚାଲି ଯାଉଛନ୍ତି ମ୍ୟାରେଜ ନକରି, ବା କିଏ ଯଦି ମ୍ୟାରେଜ କରିକି ଛାଡ଼ପତ୍ର ଦେଇ ଦାଦା କହୁଥିଲେ ଯୋଉ ଚାଲି ଯାଉଛନ୍ତି, ତାହେଲେ ସେଠି ଯୋଉ ଠାକୁରଙ୍କର ମହତ୍ ଉଦ୍ଦେଶ୍ୟ ଯୋଉ ରହିଛି, ଆମେ ଚାହି ଶୁଦ୍ଧାତ୍ମା ଚାहे ମା, এইটা ତ ଦାଦା ପରିପୂରଣ ହେଇପାରିଲା ନାହିଁ। ତେଣୁ ତାଙ୍କର ଆତ୍ମିକ ଉନ୍ନତି ହେଇପାରିବ କି? ଧରନ୍ତୁ ଆମ ଭିତରେ କେହି ପିଲା ଯଦି ସେଇ ଭାବରେ ଭାବିତ ହୁଏ, ତାହେଲେ ଆମେ ତାକୁ ତ ପରାମର୍ଶ ଦବା ନା ଦାଦା। ଆଉ ସେଟା କୁହନ୍ତୁ। ହ୍ୟାଲୋ। ହଁ, ଜୟ ଗୁରୁ। ଜୟ ଗୁରୁ ଦାଦା, ଜୟ ଗୁରୁ। ଯୋଉ କଥା ଆପଣ କହିଲେ, ଆଜ୍ଞା ଅନେକ ଯୋଉ ଡିସିସନ ନଉଛନ୍ତି ଆମେ ମ୍ୟାରେଜ କରିବା ନାହିଁ, ଆଜ୍ଞା ସେଟା ତାର ବିଭିନ୍ନ କାରଣ ଥାଇପାରେ। ଆଜ୍ଞା ବହୁତ କାରଣ ଅଛି କାହିଁକି ମ୍ୟାରେଜ କରିବ ନାହିଁ। ଧରନ୍ତୁ, ବାପ ମାଙ୍କର 3ଟି ପୁଅ, ଆଜ୍ଞା 3 ପୁଅରୁ ଗୋଟେ ପୁଅ ଚାହୁଁଛି ବିବାହ ହବନି, ଦେଶ ସେବା କରିବ କିମ୍ବା ସମାଜ ସେବା କରିବ, ପିତାମାତା ଯଦି ଅନୁମତି ଦିଅନ୍ତି ତାହେଲେ ସେ କରିପାରେ, ଅସୁବିଧା କିଛି ନାହିଁ। ଆଜ୍ଞା କିନ୍ତୁ ଯଦି ବାପା ମାଙ୍କର ସେ ଗୋଟିଏ ମାତ୍ର ପୁଅ, କିନ୍ତୁ ଆଜ୍ଞା ଗୋଟିଏ ପୁଅ ସିଏ ଯଦି ବିବାହ ନ ହୁଏ, ତାହେଲେ ତାଙ୍କର ବଂଶ ଗତି ବା ବଂଶର ପରମ୍ପରାଟା ସେଇଠି ବ୍ୟାଘାତ ହେଲା, ସେଟା ଆଜ୍ଞା ଫର୍ଦର ଆଗକୁ ଯାଇପାରିବ ନାହିଁ। ଆଜ୍ଞା ହଁ, ସେ ଗୋଟିଏ ପୁଅ ହେଲେ ଯଦି ସେ ବିକଳାଙ୍ଗ ହେଇଥାଏ, ଆଜ୍ଞା ସେ ଯଦି ବିକଳାଙ୍ଗ ହେଇଥାଏ, ତାହେଲେ ସେ କ୍ଷେତ୍ରରେ କଣ କରାଯିବ? ତାକୁ ତ ବିବାହ ଦବା ସେଟା ଉଚିତ ନୁହେଁ। ନା, ସେଟା ତ ନୁହେଁ, ସକ୍ଷମ ଥାଏ।
ହଁ କିନ୍ତୁ ଆପଣ କହିବା କଥା ହଉଛି ଆମେ ସକ୍ଷମ ଅଛୁ, ସବୁ ଠିକ ଅଛି, କିନ୍ତୁ ଭାଷା ନହେଲେ ଆମେ ଯୋଉ ସଂସ୍ଥା ହଉନା କାହିଁକି ଆମେ ଭାଷା ନହେଲେ ଆମେ ଚାଲିଗଲୁ। ଯେମିତି ଅନେକ ସନ୍ନ୍ୟାସୀ ହେଇକିରି ବିଭିନ୍ନ ମଠ ମନ୍ଦିରରେ ରହନ୍ତି, ବହୁତ କଥା କରନ୍ତି, ଭାଷା ହଅନ୍ତିନି। ସେ କ୍ଷେତ୍ରଟାକୁ ଠାକୁର ପସନ୍ଦ କରିନାହାନ୍ତି। କାହିଁକି? ଯଦି ସମସ୍ତେ ଯଦି ଏମିତି ହେବେ, ଦିନେ ଭାରତ ବର୍ଷରେ ଗୋଟେ ଯୁଗ ଥିଲା, ସେଟା ହଉଛି ବୌଦ୍ଧ ଯୁଗ। ବୌଦ୍ଧ ଧର୍ମର ପ୍ରାବଲ୍ୟ ଥିଲା। ସେତେବେଳେ ଅନେକ ଏପରିକି ବ୍ରାହ୍ମଣ କାଷ୍ଟର ଲୋକ ମଧ୍ୟ ଅନେକ ବିଦ୍ୱାନ ମାନେ ସେମାନେ ବୌଦ୍ଧ ଶ୍ରମଣ ହେଇଗଲେ। ଯାହାକୁ କହନ୍ତି ବୌଦ୍ଧ ଭିକ୍ଷୁ ବା ବୌଦ୍ଧ ଶ୍ରମଣ ହେଇଗଲେ। ଯାହାଫଳରେ କି ଉଚ୍ଚ ଚରିତ୍ରବାନ ଲୋକ ଯୋଉମାନେ ସେମାନେ ବିବାହ କଲେ ନାହିଁ। ତେଣୁ ଉଚ୍ଚ ଚରିତ୍ର ବା ହାୟର ଥଟ୍ ଥିବା ନାରୀମାନେ ଉଚ୍ଚ ଚରିତ୍ର ବା ହାୟର ଥଟ୍ ଥିବା ପୁରୁଷ ମାନଙ୍କୁ ପାଇଲେ ନାହିଁ। ଯାହାଫଳରେ କି ସମାଜରେ ଗୋଟେ ସେତେ ପ୍ରକାର ସମୟରେ ସମାଜରେ ଗୋଟେ ଅବକ୍ଷୟ ସୃଷ୍ଟି ହେଲା। ବିବାହ କରିବା ଗୋଟେ ହାଇପୋଥେସିସ୍ ଏମିତି ହେଲା ଯେ ବିବାହ କରିବା ଗୋଟେ ପାପ। ମୁଁ ଏଇ ଫୋରମରେ ଥରେ କହିଛି, କିଏ ମନେ ରଖିଛନ୍ତି ନାଇଁ ମୁଁ ଜାଣିନି। ଆମ ଘର ପାଖରେ ଗୋଟେ ରାହାମା ବଜାର ଅଛି, କଟକ ପାରାଦୀପ ରାସ୍ତାରେ ପଡେ, ଭଲ ବ୍ୟବସାୟ ପେଣ୍ଠସ୍ଥଳ। ଆମର ଜଣେ ଗୁରୁ ଭାଇ ସୁଦର୍ଶନ ସାହୁ ବୋଲି ସେ ଗୋଟେ ଦୋକାନ କରେ। ସେତେବେଳେ ଦୋକାନ କରିଥିଲା, ଏଇଲା ତା ଦୋକାନ ବଦଳେଇ ଦେଇଛି। ସେ ଦୋକାନରେ ମୁଁ ଯାଇକି କେତେବେଳେ କେମିତି ଅବସର ସମୟରେ ସନ୍ଧ୍ୟା ବେଳିଆ ଟିକେ ବସେ, କଥାବାର୍ତ୍ତା ହୁଏ, କିଏ କେମିତି ଦେଖାନ୍ତି। ଦିନେ ମୁଁ ଯାଇଛି, କହିଲା ଦାଦା ଆପଣ ଅଛନ୍ତି, ଟିକେ ଥାଆନ୍ତୁ, ମୁଁ ଟିକେ ବାହାରୁ ଆସୁଛି, 10 ମିନିଟ୍ ଭିତରେ ଆସୁଛି, ଆପଣ ଟିକେ ଥାଆନ୍ତୁ। କ୍ୟାସ୍ କାଉଣ୍ଟର ହେରିକା ଅଛି, ମୁଁ ଟିକେ ବସିଲି ସେଇ ତା କ୍ୟାସ୍ କାଉଣ୍ଟରରେ ବସିଲି ସେଇଠି। 2 ଜଣ ଯୁବକ ସେଠି ବସି କଥାବାର୍ତ୍ତା ହଉଛନ୍ତି। ଆପଣ ଯୋଉ କଥା କହିଲେ ସେଇ କଥାଟା ମୋର ମନେ ପଡିଲା। ତ ଗୋଟେ ନିର୍ଦ୍ଦିଷ୍ଟ ଗୋଷ୍ଠୀ କଥାବାର୍ତ୍ତା ହଉଛନ୍ତି, 2 ଜଣ ଯୁବକ କଥାବାର୍ତ୍ତା ହଉଛନ୍ତି। ଜଣେ ଯୁବକ ଅନ୍ୟ ଜଣେ ଯୁବକକୁ ବୁଝଉଛି, ଦେଖ ବିବାହ କରିବା ଗୋଟେ ପାପ କାର୍ଯ୍ୟ। ଅବିବାହିତ ରହିକି ଆମେ ସମାଜର ବହୁତ ଉପକାର କରିପାରିବା। ସମାଜର କଲ୍ୟାଣ କରିବାକୁ ହେଲେ, ସମାଜର ଉପକାର କରିବାକୁ ହେଲେ, ଲୋକମାନଙ୍କୁ ଉପକାର କରିବାକୁ ହେଲେ ଆମକୁ ଅବିବାହିତ ରହିବାକୁ ପଡିବ। ବିବାହ ଗୋଟେ ପାପ କାର୍ଯ୍ୟ। ସେ ଯାହା ଗପୁଥିଲା ସେ କିଏ ମୁଁ ତାଙ୍କୁ ଚିହ୍ନିନି, ମୁଁ ଜାଣିବାକୁ ଇଚ୍ଛା ବି କରିନି। ତା ଦୋକାନରେ ଆସିଥିଲେ, କଷ୍ଟମର ହେଇଥିବେ, କଣ ହେଇଥିବେ, ମୁଁ କାହିଁ ଶୁଳା ଭିତରେ ପଶିବି। କିନ୍ତୁ ଯେତେବେଳେ ସେ ଗୋଟେ ଯୁବକଟି ଅନ୍ୟ ଯୁବକ କହିଲା ବିବାହ ଗୋଟେ ଅପବିତ୍ର କାର୍ଯ୍ୟ, ଆଇ କ୍ୟାନ୍ଟ ଟଲରେଟ୍, ମୁଁ ଟଲରେଟ୍ କରିପାରିଲିନି। ମୁଁ ସେଇଠୁ ବାଧ୍ୟ ହେଇକି ଇଣ୍ଟରଫିୟର କଲି, କହିଲେ ଆରେ ବାବୁ, ବିବାହ ଗୋଟେ ଅପବିତ୍ର କାର୍ଯ୍ୟ, ତୁମେ କରିବାକୁ ଚାହୁଁନା, ବହୁତ ଭଲ କଥା ଯାହା ତୁମେ କହିଲ। କିନ୍ତୁ ତୁମର ବାପ ମା ଏଇ ଅପବିତ୍ର କାର୍ଯ୍ୟଟା ଯଦି କରିନଥାନ୍ତେ, ତୁମେ ଏତେ ପବିତ୍ର କଥା ଗୁଡାକ ଆଜି କେମିତି କହୁଥାନ୍ତ? ମୁଁ ଯେତେବେଳେ ଏଇ କଥାଟାକୁ ଓଲଟେଇକି କହିଦେବି, 2 ଜଣ ଚୁପଚାପ ଉଠିକି ଖସି ପଳେଇଲେ, ଆଉ ରହିଲେ। ତେଣୁ ଅନେକ ଯୋଉଟା ଆପଣ କହିଲେ ବିବାହ କରୁନାହାନ୍ତି, ଯୋଉମାନେ ଅନଫିଟ୍, ଠାକୁର କହିଲେ ଡିସକ୍ୱାଲିଫାଏଡ ପୁରୁଷ ଯୋଉମାନେ ବିବାହ ନ କରିବା ଉଚିତ। କିନ୍ତୁ ଯୋଉମାନେ ଚରିତ୍ରବାନ, ଶୌର୍ଯ୍ୟ ବୀର୍ଯ୍ୟବାନ, ସେ ପୁରୁଷ ଅବଶ୍ୟ ବିବାହ କରିବା ଦରକାର। ଏବଂ ଠାକୁର କହିଛନ୍ତି ଗୋଟାଏ କାହିଁକି, ସେ ବହୁ ବିବାହ ମଧ୍ୟ ସେ ପୁରୁଷ କରିପାରେ। କାରଣ ସେ ପୁରୁଷ ଠାରୁ ବହୁ ବହୁ ଭଲ ଭଲ ସନ୍ତାନ ସବୁ ଜନ୍ମ ହେବେ। ତେଣୁ ସେ ଯାହା ହଉ, ଆମେ ସିଆଡକୁ ଯାଉନୁ। ଆମେ ଆପଣଙ୍କ ପ୍ରଶ୍ନ ଉତ୍ତରଟା ଏଇଆ କହିଲି, ବିବାହ କରିବା ଅବଶ୍ୟ ଉଚିତ। ଆଉ ବିବାହ ନ କଲେ କଣ ହଏ, ତା ପାଇଁ ବହୁ କଥା ସବୁ ଅଛି। ପୁରାଣ ଶାସ୍ତ୍ରରେ ବହୁତ କଥା ଲେଖା ଅଛି। ମହାଭାରତରେ ଖାଣ୍ଡବ ବନ ଦହନ ବେଳେ ମଦନ ପାଳ ଜରିତା ଉପାଖ୍ୟାନ ଗୋଟେ ଅଛି, ସେ କଥା କହିଲେ ବହୁତ ସମୟ ଯିବ, ସେ କଥା କହିବା ଦରକାର ନାହିଁ। ତେଣୁ ବିବାହ ଅବଶ୍ୟ ସମସ୍ତେ କରିବା ଉଚିତ। ପୁରୁଷ ନାରୀ, ନାରୀ ତ ନିଶ୍ଚିତ ଭାବରେ ବିବାହ କରିବା ଦରକାର। ଆଉ ନାରୀ ବିବାହ ନ କରିକି ରହିପାରେ ଯଦି ସେତିକି ସେ ଇଷ୍ଟ ପ୍ରାଣ, ଗୁରୁଗତ ପ୍ରାଣ ହେଇଥାଏ। ଇଷ୍ଟଙ୍କ ବ୍ୟତୀତ, ଗୁରୁଙ୍କ ବ୍ୟତୀତ ସେ ଆଉ କିଛି ବୁଝେ ନା। ତାହେଲେ
ତା ଜୀବନକୁ ତପସ୍ୱୀର ଜୀବନ କୁହାଯିବ, ସନ୍ନ୍ୟାସିନୀର ଜୀବନ କୁହାଯିବ, ସେ ଅଲଗା କଥା। ଆଜ୍ଞା କିନ୍ତୁ ଇନ୍ ଜେନେରାଲ ବିବାହ ବନ୍ଧନରେ ବାନ୍ଧିବା ଉଚିତ, ଏଟା ନିଶ୍ଚିତ। ଜୟ ଗୁରୁ। ଜୟ ଜୟ ଗୁରୁ, ଗୁରୁ ଜୟ ଦାଦା। ଗୁରୁ। ନା ଆଉ କଣ ହଁ ଅଛି ରହିଲା? ଆଜ୍ଞା ଆଜ୍ଞା ଅଛି ଅଛି ଦାଦା। ନାଇଁ ଏଇଟା ବୁଝିପାରିଲେ ତ? ହଁ ଏଟା ବୁଝିଲି ବୁଝିଲି ଦାଦା। ବିବାହ ନ କଲେ ଯୋଉ ଗୁଡାକ ସେ ଦାୟିତ୍ୱ ନେଇଛି ସେ ତାକୁ ଦବ କାହାକୁ? ପୁଅ ହଁ ଯଦି ବାହା ନହବ ତାକୁ ଯୋଉ ଆଜ୍ଞା ଦାୟିତ୍ୱ ତା ବାପା ଦେଇଥିଲା ହଁ ସେଗୁଡାକ ହଁ ଧରିବ କିଏ, ଅନ୍ୟ ରଖିବ କିଏ? ଆଁ? ଅନ୍ୟ ଅନ୍ୟ ପ୍ରଶ୍ନ କରନ୍ତୁ, ଅନ୍ୟ ପ୍ରଶ୍ନ କରନ୍ତୁ। ହଉ, ଆଉ କଣ ପ୍ରଶ୍ନ ଅଛି କୁହନ୍ତୁ? ହଁ ଦାଦା, ଆମେ ଯୋଉମାନେ ଦାଦା ମାନେ ବାଲ୍ୟ ଅବସ୍ଥାରୁ ବା ସଂସାର କରି ମାନେ ଅଳ୍ପ ବୟସରୁ ସନ୍ନ୍ୟାସୀ ହେଇଯାଉଛନ୍ତି ତାଙ୍କର ଆତ୍ମିକ ଉନ୍ନତି ପାଇଁ, ସେମାନେ ତ ଦାଦା ପିତା ମାନେ ପିତାମାତା ଋଣ ପରିଶୋଧ କରିପାରୁନାହାନ୍ତି, କରିପାରିବାର ତାଙ୍କର ତ ଆଉ ସୋର୍ସ ନାହିଁ। ତେଣୁ ସେମାନେ ନେକ୍ସଟ ତାଙ୍କର ଯେହେତୁ ପିତୃମାତୃ ଋଣକୁ ପରିଶୋଧ କରିପାରିଲେ ନାହିଁ, ସେମାନଙ୍କର ମନୁଷ୍ୟ ଜନ୍ମଟା ସମ୍ଭବ କି? ମନୁଷ୍ୟ ଜନ୍ମ ସମ୍ଭବ, ଆଜ୍ଞା କିନ୍ତୁ ପିତୃମାତୃ ଋଣ ପରିଶୋଧ ନ କଲା ପର୍ଯ୍ୟନ୍ତ ଆଜ୍ଞା ସେ ଯେତେ ସାଧନା ତପସ୍ୟା କରନ୍ତୁ ତାଙ୍କର ସାଲଭେସନ ନାହିଁ, ନିର୍ବାଣ ନାହିଁ, ମୁକ୍ତି ନାହିଁ। ଏଇଟା ଆଜ୍ଞା ହଉଛି କଥା। ମନୁଷ୍ୟ ସେ ଆଜ୍ଞା ତାଙ୍କର ସାଧନା କରୁଛନ୍ତି। ଏବେ ହଁ ଏବେ ଗୋଟେ ଘଟଣାଟା ମୁଁ କହୁଛି, ଗୋଟେ ଆଜ୍ଞା ସତ୍ୟ ଘଟଣା କହୁଛି, ମୋର ଅଙ୍ଗେ ନିଭେଇବା ଘଟଣା କହୁଛି। ଗୋଟେ ବନ୍ଧୁ, ଗୋଟେ ପୁତୁରା ହିସାବ ହବ, ଆଜ୍ଞା ସଡୁ ପୁଅ ପୁତୁରା ହିସାବ ହବ, ତାର ଗୋଟେ ପୁଅଟିଏ। ଆଜ୍ଞା ସେ ପୁଅଟିକି ତୁମେ ଦେଖିଲେ ଯିଏ ଦେଖିବ କହିବ କଣ ଗୋଟେ ସନ୍ନ୍ୟାସୀ ନା କଣ? ଆଚ୍ଛା ହଁ ରାତିରେ ଉଠି ବସିକି ଜପ ଧ୍ୟାନ କରୁଥିବ, ତୁଳସୀ ମାଳା ଧରିକିରି ସବୁବେଳେ ତୁଳସୀ ମାଳା ପକେଇଥିବ ବେକରେ, ତୁଳସୀ ମାଳା ବସିକିରି ମୁଣ୍ଡରେ ବସିକି ଜପୁଥବ, ନାମ ହଁ ଜପୁଥବ। ହଁ, ଆଜ୍ଞା ଆଜ୍ଞା ଆଉ ମାଛ ମାଂସ ପିଆଜ ରସୁଣ ପାଖକୁ ସେ ଯିବନି, ଅରୁଆ ଖାଇବ। ଏବେ ତା ବୟସ ବଢିଗଲାଣି ଏବଂ ଭଲ ପାଠ ବି ପଢୁଛି ମଧ୍ୟ ତା ସାଙ୍ଗରେ, ତାର ବୟସ ଆଜ୍ଞା ବଢି ଯାଇଛି, ଏବେ ସେ ମେଡିକାଲ ସାଇନ୍ସ ପଢୁଛି। କିନ୍ତୁ ତାର ଏଇ ଯୋଉ ଭାବଟା ରହିଛି, ହଁ ତା ଭାବଟା ତାର ପିତାମାତାଙ୍କୁ ଆକୃଷ୍ଟ କରିଛି। ତା ପିତାମାତା ବର୍ତ୍ତମାନ ନିରାମିଷାଶୀ, ତୁଳସୀ ମାଳି ଆଜ୍ଞା ବେକରେ ପକଉଛନ୍ତି, ହଁ ଆଜ୍ଞା ଇତ୍ୟାଦି। ଆଜ୍ଞା ତାର ଗୋଟିଏ ସେଇ ପୁଅ। ମୁଁ ତାକୁ ହାବୁଡ଼ିଲି, ତାକୁ ଦେଖିଲି, ମୁଁ କହିଲି ଆରେ ଏଇଟା ପୂର୍ବ ଜନ୍ମରେ ଗୋଟେ କୋଉଠି ସାଧୁ ମହାତ୍ମା ଥିଲା, ସନ୍ନ୍ୟାସୀ ଥିଲା, ବୈଷ୍ଣବ ଥିଲା ନିଶ୍ଚିତ। ହଁ ତା ନିଶ୍ଚୟ ନ ନିଶ୍ଚୟ ହେଇଥିଲେ ତାର ଅତି ଛୋଟ ବୟସରୁ ଏଇଟା କାହିଁ ଆରମ୍ଭ ହେଇଗଲା? ତାକୁ ତ ଆଜ୍ଞା 4-5 ବର୍ଷ ବୟସ ଏଟା ଆରମ୍ଭ କେମିତି ହେଇଗଲା? ହଁ ଆଜି ଅବଶ୍ୟ ତାର ବୟସ ହେଇଗଲାଣି ଆସିକିରି 20 ବର୍ଷ ଖଣ୍ଡେ ହେଇଗଲାଣି, 18-20 ବର୍ଷ ହେଇଗଲାଣି। ସେ ମେଡିକାଲ ସାଇନ୍ସ ମାନେ ମେଡିକାଲ ପାଇକିରି ବର୍ତ୍ତମାନ MBBS ପଢୁଛି। ଆଉ ତା ମୁଣ୍ଡରେ ଗୋଟେ ପଶି ଯାଇଛି, ସେ ସଂସାର ପ୍ରତି ବିରାଗୀ ଭାବ ତାର ଅଛି, କିନ୍ତୁ ତା ହଁ ମୁଣ୍ଡରେ ଗୋଟେ ଭାବ ପଶିଛି, ଯଦି ମୁଁ ଡାକ୍ତର ହେବି ଆଜ୍ଞା ମାଗଣାରେ ରୋଗୀଙ୍କ ସେବା କରିବି, ଦୁଷ୍ଟ ଲୋକଙ୍କର ସେବା କରିବି। ଆଜ୍ଞା ଏ କଥାଟା ସେ ମଧ୍ୟ ତା ବାପା ମାଙ୍କୁ କହିସାରିଲାଣି। ମୁଁ ଡାକ୍ତର ପଢୁଛି କିନ୍ତୁ ପଇସା ରୋଜଗାର କରିବିନି, ଲୋକଙ୍କର ସେବା କରିବି, ଦୁସ୍ଥ ଲୋକ ଯୋଉମାନେ ସେମାନଙ୍କୁ ମାଗଣାରେ ଚିକିତ୍ସା ଦେବି, ଏକଥା ସେ କହୁଛି। ତେଣୁ ସାଧୁ ଯୋଉ କଥା ହଁ ଆପଣ କହିଲେ, ସେ ସନ୍ନ୍ୟାସୀ ଆଜ୍ଞା ଯିଏ ହେବେ, ସେ ଯେ ଆଜ୍ଞା ମଣିଷ ଜନ୍ମ ପାଇବେ, କିନ୍ତୁ ଯେପର୍ଯ୍ୟନ୍ତ ପିତୃମାତୃ ଋଣ ପରିଶୋଧ ନ କରିଛନ୍ତି ସେ ପର୍ଯ୍ୟନ୍ତ ଆଉ ଉର୍ଦ୍ଧ୍ୱ ଗତି ଭେରି ଭେରି ଡିଫିକଲ୍ଟ ହେଇଯିବ। ଏଇଟା ମନୁସ୍ମୃତିର ମହର୍ଷି ମନୁ ତାଙ୍କର ମନୁସ୍ମୃତି ଗ୍ରନ୍ଥର 2ୟ ଅଧ୍ୟାୟର 28 ନମ୍ବର ଶ୍ଲୋକରେ ଏଇଟା କହିସାରିଛନ୍ତି। ଏ ଶ୍ଲୋକଟା ପଢିବାକୁ ଚାହୁଁନି, ଏଇଟା ସେ କହିସାରିଛନ୍ତି। ହଁ, ଆଜ୍ଞା ଆଉ ଏଇଟା ମଷ୍ଟ, ଏଇଟା ହବ ହିଁ ହବ। ପିତୃମାତୃ ଋଣ ଆମକୁ ପରିଶୋଧ କରିବାକୁ ହବ, ଆମେ ସ୍ୱୀକାର କରୁ ବା ନ କରୁ, କିନ୍ତୁ କରିବାକୁ ହବ। ଆଜ୍ଞା ଜୟ ଗୁରୁ। ଜୟ ଗୁରୁ ଦାଦା, ଜୟ ଗୁରୁ, ଜୟ ଗୁରୁ। ବହୁତ ବହୁତ ଧନ୍ୟବାଦ ଦାଦା, ଜୟ ଗୁରୁ। ହଉ ଠିକ ଅଛି, ବୁଝିପାରିଲେ। ନେକ୍ସଟ ଆମେ ପରବର୍ତ୍ତୀ ପ୍ରଶ୍ନକର୍ତ୍ତା ସୂର୍ଯ୍ୟକାନ୍ତ ପୁହାଣ। ସୂର୍ଯ୍ୟକାନ୍ତ ପୁହାଣ ଭାଇ, କଣ ଅଛି ପ୍ରଶ୍ନ କୁହନ୍ତୁ? ସୂର୍ଯ୍ୟକାନ୍ତ ପୁହାଣ ଭାଇ। ଜୟ ଗୁରୁ ଦାଦା, ଜୟ ଜୟ ଗୁରୁ ଗୁରୁ। ଦାଦା।
ଆଜି ସେ ଟପିକ ଥିଲା ଆଦର୍ଶ ସନ୍ତାନର କର୍ତ୍ତବ୍ୟ। ସେଟା ଯୋଉ ପ୍ରାୟତଃ ଦେଖିବାକୁ ପଡିଲେ ଯେ କି ଓଡିଶାରେ ତ ସେମିତି କୌଣସି କାମ ରହୁନାହିଁ ଯେ କି ବାପା ମାଙ୍କୁ ଛାଡିକି ସେମାନେ ଆସିକି ବିଦେଶରେ ରହୁଛନ୍ତି। ରହିବା ଦ୍ଵାରା ଯେ କି ହୁଏତ ପଇସା ପତ୍ର ଭଲ ମନ୍ଦ ଦଉଛନ୍ତି, ଆଉ ବାପା ମାଙ୍କ ଖବର ବି ନଉଛନ୍ତି, କିନ୍ତୁ ତାଙ୍କ ପାଖରେ ତ ରହିପାରୁନାହାନ୍ତି। ସେମାନେ ତ କଣ ଆଦର୍ଶ ସନ୍ତାନ ହେଇପାରିବେନି। ଦେଖନ୍ତୁ ଏ କଥା ତ ବହୁତ ଥର ଆଲୋଚନା ହେଇଛି। ବାହାରେ ରହନ୍ତୁ ଯୋଉଠି ରହନ୍ତୁ, ବାପାଙ୍କର ଦାୟିତ୍ୱ ଟା ମୁଣ୍ଡରେ ଥିବା ଦରକାର। କାହା ଦ୍ଵାରା କରୁଛନ୍ତି, ବଡ ଭାଇ ଅଛି କି ସାନ ଭାଇ ଅଛି, ସେ ଠିକ ଭାବେ ମେଣ୍ଟେନ କରୁଛନ୍ତି କି ନାହିଁ, ମଝିରେ ମଝିରେ ଯାଇକି ଦେଖିବା ଦରକାର, ତାଙ୍କୁ ପଚାରିବା ଦରକାର, ବା ମୋବାଇଲ ଦ୍ଵାରା ସମ୍ପର୍କ ରଖିବା ଦରକାର ନିୟମିତ। ଆପାତତଃ ସକାଳୁ ପ୍ରଣାମ ଟା କରିବା ଦରକାର, ରାତିକି ବୁଝିବା ଦରକାର ଦେହ କେମିତି ଅଛି, ଦିନ ସାରା ଖାଇଲେ କଣ କଲେ, କଣ ହେଲା କଣ ନାହିଁ, ହାନି ସେଟା ତ ଲାଭ। ଦାଦା ହଁ ସମସ୍ତେ ତ ଫୋନ ଆପଣ ଯୋଉଟା କହୁଛନ୍ତି ସେଟା ତ ଯାଇକି ତାଙ୍କ ମିସେସ୍ ମାନେ ବି ଘରେ ରହୁଛନ୍ତି, ଯେ କି ସେ ବି ଫୋନ କରୁଛନ୍ତି, ବାପାଙ୍କ ମାଙ୍କ ସାଥିରେ କଥା ହଉଛନ୍ତି। ହୁଁ ତାଙ୍କ କର୍ତ୍ତବ୍ୟ ଦୃଷ୍ଟିରୁ ଯେମିତି ଠାକୁର ମାଙ୍କର ସେବା କରିବା, କିନ୍ତୁ ପୁଅ ତ ବାପା ମାଙ୍କର ତ ସେବା କିଛି କରିପାରିଲାନି, ଯାହା ପଇସା ପଠେଇଲା ଯେ କି ନାଇଁ ଏଇଟା କରିପାରିବନି କାହିଁ। ହଁ ହୁସିଲା କହନ୍ତୁ, ମାନେ ମାସେ 15 ଦିନ ଯାଇକି 2-3 ଦିନ ରହନ୍ତୁ ଛୁଟି ଫୁଟି ଦିନରେ, ତା ସେବା କରିବେ, ଘରେ ରହିବେ ଆପଣ। ହଁ, ଆଉ ସେବା କରିବା ପାଇଁ ଯଦି ଇଚ୍ଛା ଥିବ କରିପାରିବେନି କାହିଁକି, କରିପାରିବେ। ହଁ ହୁସିଦା କୁହନ୍ତୁ। ହ୍ୟାଲୋ। ଯେକୌଣସି ମତେ ଯଦି ଇଚ୍ଛା ଥାଏ ମୁଁ ବାପା ମାଙ୍କ ସେବା କରିବି, ଯାହା ବିଜୟ ପନ୍ତେ କହିଲେ, ଯଦି ଇଚ୍ଛା ଥାଏ କରିବା ପାଇଁ, where there is will there is way। ଇଚ୍ଛା ଥିଲେ ବାଟ ଆପେ ଆପେ ପରିଷ୍କାର ଆମ ଆଗରେ ଦେଖାଯିବ। ସେ ଯୋଉ ବାବଦରେ ରହନ୍ତୁ, ବିଦେଶରେ ଅଛନ୍ତି, ବାପା ମାଙ୍କୁ ମୁଁ ବିଦେଶକୁ ନେବି, କି ବାପା ମା ଯଦି ଚାହୁଁନାହାନ୍ତି ଏଠି ରହିଲେ ତାଙ୍କ ପାଇଁ କଣ ବ୍ୟବସ୍ଥା ମୁଁ କରିବି, ଏଇଟା ହଉଛି କଥା। ଏଇଟା କର୍ତ୍ତବ୍ୟ ଦୃଷ୍ଟିରୁ ଯାହା କରିବାର କଥା ତାହା କରିବା ଉଚିତ, ଏଟା ହଉଛି କଥା। ଯାହା ବିଜୟ ପନ୍ତ କହିଲେ ଠିକ କଥା କହିଛନ୍ତି, ଅସୁବିଧା କିଛି ନାହିଁ। ଆମେ ବିଦେଶରେ ରହୁଛୁ, କିନ୍ତୁ ଆମେ ଅନ୍ତତଃ ବାପା ମାଙ୍କୁ ଆମେ କେମିତି ତାଙ୍କ ପାଖରେ ଟିକେ ସମୟ ଦେଇପାରିବା, କଣ ସମୟ ଦେଇପାରିବା, କେମିତି ସମୟ ଦେଇପାରିବା, ଆମେ କୋଉ ପରିସ୍ଥିତିରେ ଅଛୁ, ସେଟା ନିଜର ସ୍ଥିତି ପରିସ୍ଥିତି ଦେଖିକି ଆମେ କରିବା। ଏବେ ଏବେ ଗୋଟେ ଘଟଣା ଶୁଣନ୍ତୁ, ଗୋଟେ ଘଟଣାଟା କହୁଛି। ଗୋଟିଏ ମାଟିଏ, ଗୋଟିଏ ମାଟିଏ କୋର୍ଟରେ କେସ୍ କରିଛି ତା ପୁଅ ବିରୁଦ୍ଧରେ। ତା ପୁଅ ବିରୁଦ୍ଧରେ କୋର୍ଟରେ କେସ୍ କରିଛି ମାଟିଏ, ଯେ ମୋର ବୟସ ହେଇଗଲାଣି, ମୋର ବୃଦ୍ଧାବସ୍ଥା, ମୋର ଭରଣ ପୋଷଣ ପାଇଁ ମୋ ପୁଅ ଯତ୍ନବାନ ହଉନି। ଯେତେବେଳେ ମାଜିଷ୍ଟ୍ରେଟ ଦେଖିଲେ ଗୋଟେ ମା ପୁଅ ଭିତରର କେସ୍, ଏଇଟା ଗୋଟେ ଏତେ ଜଟିଳ କରି ଓକିଲଙ୍କର ଯୁକ୍ତି ତର୍କ ନ ଶୁଣିକି ତା ଗୋଟେ ମାଜିଷ୍ଟ୍ରେଟ ଚାହିଁଲେ, ବିଚାରପତି ଚାହିଁଲେ ତା ଗୋଟେ ଆପୋଷ ରଫା କରିବା ପାଇଁ ତାଙ୍କ ଚାମ୍ବରକୁ ପୁଅକୁ ଡାକିଲେ, କହିଲେ ତୁ ମା ସେବା କାହିଁ କରୁନୁ, ଯଦି ନହେଲା ତୁ ଚାକିରି କରୁଛୁ ଦୂରରେ ଏଇଆ ତ ହେଲା, ତାର ଭରଣ ପୋଷଣ ପାଇଁ ପଇସା ଦଉନୁ, ସେ ଚଳିବ କେମିତି ତା ବ୍ୟବସ୍ଥାଟା କରୁନା, ଏଟା କାହିଁ କରୁନା ତୁମେ। ପୁଅ କହିଲା ଆଜ୍ଞା ମୋ ମା ଗୋଟେ ରିଟାୟାର୍ଡ ହେଡମାଷ୍ଟର, ବର୍ତ୍ତମାନ ସେ ମାସକୁ 50,000 ଉର୍ଦ୍ଧ୍ୱ ଟଙ୍କା ପେନସନ ପାଉଛନ୍ତି, କୋଠା ବାଡି ଘର ବାଡି ଅଛି, ତାର ଘର ଭଡା ବି ସେ ପାଆନ୍ତି, ଅଭାବ ତାଙ୍କର କିଛି ନାହିଁ, ଚାକର ବାକର ରଖି ଦିଆହେଇଛି, ଅଭାବ ତାଙ୍କର କିଛି ନାହିଁ। ତେଣୁ ଭରଣ ପୋଷଣ ପିଛା କାହିଁ କେସ୍ କରିଛନ୍ତି। ଇଏ ମାଜିଷ୍ଟ୍ରେଟ ବି ଆଶ୍ଚର୍ଯ୍ୟ, ଆଜି ପ୍ରକୃତ କଥା ଭରଣ ପୋଷଣ ଇଏ ତ ଆଙ୍କ ପାଖରେ ସଫିସିଏଣ୍ଟ ପଇସା ଅଛି। ଏ ମାକୁ ଡାକିଲେ, ମାକୁ ପଚାରିଲେ, କହିଲେ ଆଚ୍ଛା ତୁମେ କେସ୍ କାହିଁ ଗୋଟେ କରିଛ, ମୋର ତ ପେନସନ ପାଉଛ, ଘର ଭଡା ପାଉଛ, ପଇସାର ତ କିଛି ଅଭାବ ନାହିଁ, ଆଉ ବି ତୁମ ପାଖରେ ମେଡ୍ ସର୍ଭ୍ୟାଣ୍ଟ ଅଛନ୍ତି, ସେ ସେବା କରୁଛନ୍ତି, ଆଉ ତାହେଲେ ତୁମେ ବି ମଧ୍ୟ ସକ୍ଷମ ଅଛ, ଅକ୍ଷମ ହେଇନା, ତାହେଲେ କେସ୍ଟା କାହିଁ କରିଛ ପୁଅ ନାଁରେ। ନା ଆଜ୍ଞା ମୋର ଭରଣ ପୋଷଣ ଦରକାର, ମୋ ପୁଅ ମତେ ମାସକୁ ଟଙ୍କା 100ଟି ଦବ,
ମୋ ଖର୍ଚ୍ଚ ଦେବା କଥା ମୁଁ କହୁନି। ଆଉ ସେ 100ଟି ଟଙ୍କା ସେ ନିଜ ହାତରେ ଆଣିକି ମତେ ମୋ ପାଖରେ ବସିବ, 100 ଟଙ୍କା ମୋ ହାତକୁ ଦବ, ମୋ ସାଙ୍ଗେ କଥାବାର୍ତ୍ତା ହବ, ଯିବ। ପ୍ରତି ମାସରେ ଏଇଟା ଆପଣ କରନ୍ତୁ। ନା ଏମିତିଆ କଥା କଣ କହୁଛନ୍ତି ଆପଣ? ନା କହିବାର ଉଦ୍ଦେଶ୍ୟ ହଉଛି ପୁଅ ପଇସା ରୋଜଗାର କରୁଛି, ଭଲରେ ଅଛି, ମୁଁ ବି ଭଲରେ ଅଛି, ସବୁ ଅଛି। ମା ପୁଅଙ୍କର ଆମେ କେବେ କଥାବାର୍ତ୍ତା ହଉନୁ, ଭେଟା ଭେଟି ହେଇପାରୁନୁ। ମୁଁ ମା ଟିଏ ମୋ ପୁଅ ଟିଏ ଦେଖିବିନି? ପୁଅ ଟିକେ ମୋ ପୁଅ ଟିଏ ମା ବୋଲି କହିକି ମତେ ଡାକିବନି ଆସି ପାଖରେ ବସିକିରି? ଏଇଥିପାଇଁ ମୁଁ କରିଛି କେସ୍। ମାଜିଷ୍ଟ୍ରେଟ ଦେଖିଲେ ପ୍ରକୃତ ଠିକ କଥା କହିଲେ। ମାଜିଷ୍ଟ୍ରେଟ ରାୟ ଦେଲେ ପ୍ରତି ମାସରେ ଟଙ୍କା 100ଟି ନେଇକିରି ମା ହାତରେ ଦବ, ମା ପାଖରେ ଗୋଟାଏ ଘଣ୍ଟା ବସିବ ପ୍ରତି ମାସରେ। କଥାଟା ହଉଛି ଏୟା। ତେଣୁ ବିଦେଶରେ ରହନ୍ତୁ, ଯୋଉଠି ରହନ୍ତୁ ପିଲାମାନେ, ଅସୁବିଧା ନାହିଁ। କିନ୍ତୁ ପିଲାମାନେ ବାପ ମାଙ୍କୁ କେମିତି କଣ ସାହଚର୍ଯ୍ୟ କରିପାରିବେ, ସଙ୍ଗ ସାନ୍ନିଧ୍ୟ ଦେଇପାରିବେ, ସେଟା ସେମାନେ ଚିନ୍ତା କରିବେ। ତାଙ୍କର ପରିସ୍ଥିତି ପରିବେଶ ଦେଖି ସେଟା ସେମାନେ ଚିନ୍ତା କରିବା ଉଚିତ। ଏଇ ପ୍ରସଙ୍ଗରେ ଗୋଟେ କଥା ମୋର ମନେ ପଡୁଛି, ଆପଣମାନଙ୍କୁ କହିବି। ପରମ ପୂଜ୍ୟପାତ ଶ୍ରୀ ଶ୍ରୀ ବଡ଼ଦା କଲିକତାର କାକୁଡିଗାଛି ଠାକୁର ବାଡିରେ ରହୁଥାନ୍ତି। ମାସାଧି କାଳ ରହିଲେ। ତାଙ୍କର ଆଖିର କ୍ୟାଟରାକ୍ଟ ଅପରେସନ ହେଇଥିଲା, ସେଠି ମାସାଧି କାଳ ସେ ରହିଲେ। ସପ୍ତାହର ନିର୍ଦ୍ଦିଷ୍ଟ ଗୋଟିଏ ବାରରେ, ବୋଧେ ବୁଧବାର, ତାଙ୍କର ହାତର ନଖ କଟାଯାଏ। ତାଙ୍କର ଦେହ ଘରେ ଥିଲାବେଳେ ତାଙ୍କ ହାତର ନଖ କାଟି ଦିଅନ୍ତି ତାଙ୍କର ମଝିଆ ପୁଅ ମେଜଦା, ଯିଏ ବର୍ତ୍ତମାନ ସତ୍ସଙ୍ଗର ପ୍ରେସିଡେଣ୍ଟ ଅଛନ୍ତି। ଦାଦାଙ୍କ ତଳ ଭାଇ ମେଜଦା ଡକ୍ଟର ଅଲୋକ ରଞ୍ଜନ ଚକ୍ରବର୍ତ୍ତୀ, ସେ ଅଲୋକ କୁମାର ଚକ୍ରବର୍ତ୍ତୀ, ସେ ତା ହାତ ନଖ କାଟି ଦିଅନ୍ତି। ଯେତେବେଳେ କାକୁଡିଗାଛିରେ ରହିଲେ, ମେଜଦା ଦେଓଘରରୁ ପ୍ରତି ସପ୍ତାହରେ ସେଇ ଦିନ ଯିବେ, ବାପାଙ୍କ ନଖ କାଟିବେ, ତାଙ୍କ ପାଖରେ ବସିବେ, ତାଙ୍କ ହାତକୁ ଆଉଁସି ଦେବେ, ପରିଷ୍କାର ପରିଚ୍ଛନ୍ନ କରିଯିବେ, ତାପରେ ପୁଣି ଦେଓଘର ଫେରି ଆସିବେ। ପ୍ରତି ସପ୍ତାହରେ ଏଇଟା ସେ କରନ୍ତି। ଏଥିରୁ ଆମେ କିଛି ଶିଖିବାନି? ହଁ, ଅନେକ ପିଲା ଅଛନ୍ତି ଆମେରିକାରେ ରହୁଛନ୍ତି, କାଲିଫର୍ଣ୍ଣିଆରେ ରହୁଛନ୍ତି, କାନାଡାରେ ରହୁଛନ୍ତି, ବହୁତ ଦୂର ବାଟରେ ରହୁଛନ୍ତି। ହଁ, ସେ ପ୍ରତି ସପ୍ତାହରେ ଆସିପାରିବେନି, ପ୍ରତି ମାସରେ ଆସିପାରିବେନି, ପ୍ରତି ବର୍ଷରେ ତ ଆସିପାରିବେ। ଯଦି ବାପ ମା ଯଦି ଟିକେ ସକ୍ଷମ ଥାଆନ୍ତି, ତାହେଲେ ତାଙ୍କୁ ତ ତାଙ୍କ ପାଖକୁ ନେଇପାରିବେ। କିଛି ଦିନ ତ ତାଙ୍କ ସହିତ ସେଠି ସମୟ ଅତିବାହିତ କରିପାରିବେ, କରିବେନି କାହିଁକି? ଇଚ୍ଛା ଥିଲେ ହବ। ପରିବେଶ ପରିସ୍ଥିତି ଅସୁବିଧାକୁ ଦ୍ୱାହି ଦେଇକିରି ଆମେ ବାପ ମାଙ୍କୁ କେବେ ବି ଉପେକ୍ଷା କରିପାରିବାନି। ଆଉ ଉପେକ୍ଷା କଲେ ତର୍ଜନିତ ଯୋଉ ପାପ ହବ ତା ନିସ୍ତାର ନାହିଁ। ଜୟ ଗୁରୁ, ଜୟ ଗୁରୁ। ଜୟଗୁରୁ ଦାଦା। ହ୍ୟାଲୋ, ଆଉ କଣ ଅଛି ପ୍ରଶ୍ନ କୁହନ୍ତୁ? ନାଇଁ ଦାଦା, ଦାଦା ବହୁତ ସୁନ୍ଦର ହଉଛି, ଏଇଟା ବୁଝେଇଲେ ବହୁତ ସୁନ୍ଦର ବି ଆପଣ ବି କହିଛନ୍ତି, ଭଲସେ ବୁଝିହେଲା। ଦାଦା ଆଉ ଟିକେ ଖାଲି କୁହନ୍ତୁ, ଧର ପିତାର କର୍ତ୍ତବ୍ୟ ପୁତ୍ର କି ପୁତ୍ରୀ ପାଇଁ ଯାଇକି କର୍ତ୍ତବ୍ୟ ତାର କି ଛୋଟଟେ ମୁଣୁ ତାକୁ ଲାଳିତ ପାଳିତ ଯାଇକି କରିବା, କି ତା ପାଖରେ ରହିବା, ଏ ସବା ଦୃଷ୍ଟିରୁ ଯିଏକି ସେ ଧର ଚାକିରି, ବାପ ଚାକିରିରେ ରହିଲା, ମା ବି ଛୁଆଙ୍କର ସେବା ଯତ୍ନ କଲା। ଏଥିରେ ତ ପିତାର ବି ରହିଲାନି, ଯିଏକି ଛୁଆ ପିଲାଙ୍କ ପ୍ରତି ଯାହା ପଇସା ଦେଲା, କି ଯିଏକି ବାପ ଛୋଟ ଛୁଆ ବେଳେ ବାପର ସ୍ନେହ ଆଦର ପାଇନାହାନ୍ତି ଯୋଉ ଛୁଆ ମାନେ, ସେମାନେ ଆଦର୍ଶ ସନ୍ତାନ ହେଇପାରିବେ? ହଉ, ହୃଷିଦା କୁହନ୍ତୁ। ହ୍ୟାଲୋ, ହ୍ୟାଲୋ, ହଉ ସୂର୍ଯ୍ୟକାନ୍ତ ଭାଇ, ଆଉ ଥରେ କୁହନ୍ତୁ। ଆପଣଙ୍କର ବାପା ଆପଣଙ୍କ ପ୍ରତି ସ୍ନେହ ଦେଇନାହାନ୍ତି, ଏହା ତ ଧରନ୍ତୁ ଆପଣ କୌଣସି କ୍ଷେତ୍ର ଆପଣ ବି ବାପା ଶ୍ରଦ୍ଧା ଦେଇପାରି ନାହିଁ, ସ୍ନେହ ଆଜ୍ଞା ଦେଇପାରି ଆଜ୍ଞା, ନାହିଁ। ପୁଅ କି ଝିଅ ସେମାନଙ୍କୁ ଛୋଟ ବେଳେ ତ ଘର ପାଖରେ ସେ ରହିପାରିଲେନି, ତାଙ୍କ ଚାକିରିରେ ରହିଲେ, ଛୁଆମାନେ ଘରେ ରହିଲେ, ମାଙ୍କ ପାଖରେ ରହିଲେ।
କିନ୍ତୁ ହଁ ଛୁଆ ତ ବାପ ପାଖରୁ କୌଣସି ସ୍ନେହ ଆଦର ଛୋଟଟେ ମୁଣୁ ପାଇପାରି ନାହିଁ। ଯେ କି ହଁ ବଢିଲା ପରେ ଯେ କି ସେ ସ୍ନେହ ଆଦର ସିନା ଛୋଟଟେ ମୁଣୁ ଦେଇଥିଲେ କି ବାପ ପ୍ରତି ଶ୍ରଦ୍ଧାଟା ତାର ଭାବଟା ବଢିଥାନ୍ତା। ସେ ଶ୍ରଦ୍ଧା ହଁ ଭାବ ତ ସେ ତ ବଞ୍ଚିତ ରହିଛି। ଯେ କି ନାଇଁ ସେ ନାଇଁ ତ ମା ଆଦର୍ଶ ଥିଲା ନା ନାଇଁ ମା ହଁ ସେ ପିଲାଙ୍କର ଦାୟିତ୍ୱ ଆଜ୍ଞା ବୁଝୁଥିଲା କି ନାଇଁ ଆଜ୍ଞା ହଁ ବାସ୍। ମା ବୁଝନ୍ତି ସେଇ ଆଉ କ୍ଷେତ୍ରରେ। ଶୁଣନ୍ତୁ ମୁଁ କହୁଛି ଆପଣଙ୍କ ଶୁଣନ୍ତୁ ଟିକେ ଗୋଟିଏ କଥା ବାପାଙ୍କ ତରଫରୁ ବାପା ଆଉ ମାଙ୍କର ଉଭୟ ଦାୟିତ୍ୱ ନେଇଥିଲେ ମା। ଆଜ୍ଞା ବାପା ବିଦେଶରେ ଚାକିରି କରି ପଇସା ପଠଉଥିଲେ ବା ଯୋଉଠି ଚାକିରି କରିଥାନ୍ତୁ ଆଜ୍ଞା 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 ଯୋଉ ଗାଁରେ ବି ଥାନ୍ତୁ ମା କୁ ଦାୟିତ୍ୱ ଦେଇକିରି ବାପା ଯାଇଛନ୍ତି ଏ ପିଲାପିଲାଙ୍କ ଦାୟିତ୍ୱ ଅଛି ତୁମର ସେତେବେଳେ ତ ନଥିଲା ଚିଠି ବା ଖବର ଲୋକ ପଠେଇକିରି ଖବର ଦଉଥିଲେ ହେଲା ଆଗରୁ ଆଜ୍ଞା ଚିଠି ଯାଉଥିଲା ବା ଅର୍ଜେଣ୍ଟ ହେଲେ ଲୋକ ଗୁଡା ମଜୁରିଆ କରି ତାକୁ 10 କୋଟି ଟଙ୍କା 50 ଟଙ୍କା ଦେଇ ତାକୁ ବାଟ ଖର୍ଚ୍ଚ କରି ପଠା ହଉଥିଲା କଟକ ହେଲା। କଟକରେ ଯଦି ପୁଅ ମାନେ ମାନେ ଚାକିରି ସ୍ୱାମୀ କରିଛନ୍ତି ସ୍ତ୍ରୀର କିଛି ଅସୁବିଧା ହେଲା ତାହେଲେ ଲୋକ ଗାଡି ଘୋଡା କରିକି କୋଉ ବାଟ ଖର୍ଚ୍ଚ କରିକି ଯାଇକିରି ତାଙ୍କୁ କହିକି ଆସୁଥିଲା ଯେ ଏମିତି ତୁମର ସ୍ତ୍ରୀ ଦେହ ଖରାପ ଆଉ ତୁମେ ଆସ। ଟେଲିଗ୍ରାଫ ମଧ୍ୟ ଠିକ ଭାବରେ କରାଯାଇ ପାରୁନଥିଲା ଗାଁ ଗଣ୍ଡାରେ ସୁବିଧା ନଥିଲା ସେ ସମୟରେ। ବର୍ତ୍ତମାନ ସବୁ ସୁବିଧା ହେଇଗଲାଣି ଗଲା ତେଣୁ ବାପା ଦାୟିତ୍ୱ ଦେଇ ଯାଇଛି ମା କୁ ତୁମେ ଉଭୟର ରୋଲ କରିବ ବାପାର ରୋଲ ମା ର ରୋଲ। ବାପାର ସ୍ନେହ ନାହିଁ ଏକଥା ଆମେ କହିପାରିବା ନାହିଁ। ବାପା ତାର ବିଦେଶରେ ଖଟୁଛି ଏଇ ପିଲାପିଲିଙ୍କ ପାଇଁ ବା ସ୍ତ୍ରୀ ଆଉ ପିଲାପିଲି ଏମାନଙ୍କ ପାଇଁ ଖଟୁଛି। ମାସେ 2 ମାସରେ ଥରେ ତ ଆସୁଥିବେ ନା ଘରେ ବୁଲିକି ଯାଉଥିବେ ଦ୍ୟାଟ୍ସ ଏନଫ୍। ଆମେ ତାଙ୍କଠାରୁ ସବୁଦିନେ ପିଲାମାନେ ଆଶା କରିବା ଉଚିତ ନୁହଁ। ଏ କଥା କ୍ଲେମ ମାନେ ବ୍ଲେମ ପିଲା କରିପାରିବେ ନାହିଁ। କାହିଁକିନା ଅନବିହେଭ ଅଫ ଫାଦର ମଦର ପ୍ରେଜେଣ୍ଟ ଅଛନ୍ତି ତାଙ୍କ ତରଫରୁ ଦିହିଁଙ୍କର ରୋଲ କରୁଥିଲେ କିଏ ମା। ସେ ତାଙ୍କ ଦାୟିତ୍ୱ ନେଇଛନ୍ତି ଉଭୟ ରୋଲକୁ ସେ କରିଛନ୍ତି। ତେଣୁ ବାପାଙ୍କର ସ୍ନେହ ଅଛି କି ନାହିଁ ଏଇଟା ପୁଅର ବା ଝିଅର ହିସାବ କରିବା ଉଚିତ ନୁହେଁ। ସିଏ ମତେ କଣ ଦେଲେ ସିଏ ମତେ କେତେ ଭଲ ପାଆନ୍ତି ଏ ହିସାବ ପିଲାମାନେ କରିବା ଉଚିତ ନୁହେଁ। ବୁଝିପାରିଲେ ଏମିତି କି ଅଛନ୍ତି ଅନେକ ପୁଅ ଅଛନ୍ତି ଅନେକ ବାପ ମଧ୍ୟ ଏବେ ବି ଅଛନ୍ତି ଯାଙ୍କର ଜମି ବାଡି କିଛି ବି ନାହିଁ ମୂଲ ମଜୁରୀ ଲାଗି ଖାଉଥିଲେ ବାପା। ହଁ ଇଏ ତ ଗୋଟେ କେସ୍ ଆମର କହିଲେ ଆମର ହୃଷିତା ତ ବଢିଆ ଗୋଟେ ଉଦାହରଣ ଦେଇଛନ୍ତି ସେ ତ ଟଙ୍କା ପଇସା ବାଲା କଥା କିନ୍ତୁ ଆର କିଛି ନାହିଁ। ତା ପୁଅ ମଜୁରୀ ଲାଗିକିରି ରିକ୍ସା ପେଲିକିରି ରିକ୍ସା ଟାଣିକିରି ସପ୍ତାହକୁ ଥରେ କଟକରୁ ଆସିକିରି ସେ ବାପାଙ୍କ ପାଇଁ ଅମୁକ ଢମୁକ ସବୁ ବାପା ମା ଅଛନ୍ତି ତାକୁ ସବୁ ଦେଇକିରି ଚାଲିଯାଏ। ଏବଂ ଆଉ ଗୋଟେ ଖାତା କରିଦେଇଥାଏ ଦୋକାନରେ ଏଇ ଯଦି କିଛି ଅସୁବିଧା ପଡେ ଏଇ ଅମୁକ ଦୋକାନରୁ ଆଣିବ ମୁଁ ତା କଥାବାର୍ତ୍ତା କରିଛି ମୁଁ ଆସିଲେ ସୁଝିବି। ପୁଅର ଦାୟିତ୍ୱ ଅନନ୍ତ ତାକୁ ମାପ କାଠିରେ ମାପି ପାରିବା ନାହିଁ। ଆଉ ପିତୃ ଋଣ କସ୍ମିନ କାଳେ ମାତୃ ଋଣ କସ୍ମିନ କାଳେ ପରିଶୋଧନ ହେଇପାରିବ ନାହିଁ ଯେତେ କଲେ ବି। ଆରେ ଗାଡି ବଡି ଇଏ ତ ତାଙ୍କର ନା ଇଏ ବାପାଙ୍କର ଗାଡି। ଆଉ ମୁଁ ଏଥିରେ ପୁଢି କାଢିବାର କଣ ମୋର ଅଛି। ଇଏ ଯାହା ମୁଁ ଖାଉଛି ଯାହା ମୁଁ ପାଉଛି ସବୁ ତାଙ୍କର ବାପା ମାଙ୍କର। ଏ ଗାଡି ତାଙ୍କର ଏ ପ୍ରଡକ୍ଟ ମୋ ବାପା ମାଙ୍କର। ସେଠି ଟିକେ ମାନେ 19-20 କଲେ ହିସାବ କିତାବ କଲେ ଖାଲରେ ପଡିବା। ଅଧିକା ବୁଦ୍ଧି ଖେଳେଇବାର ମୁଣ୍ଡ ଖେଳେଇବାର ଆବଶ୍ୟକ ଆଜ୍ଞା ଆଜ୍ଞା ଆଜ୍ଞା। କେବଳ ଆଜ୍ଞା ଆଜ୍ଞା ବ୍ୟତୀତ ଦ୍ୱିତୀୟ କଥା ସିଏ ଯାହା ଚାହିଁବେ ସେୟା କରିବ ସିଏ ଭଲ ହେଇପାରେ ମନ୍ଦ ବି ହେଇପାରେ। ଯଦି ମନ୍ଦ ହେଇପାରେ ତାକୁ ବୁଝେଇବେ ସିଏ ବଦଳେଇବେ। ନମ୍ରତା ସହକାରେ ବିନୟ ସହକାରେ ତାଙ୍କୁ ମାଡିକି ଚଢିକିରି ଦବେଇକିରି ଚପେଇକିରି ହିକାଇତି କରିକିରି କିଛି କରାଯାଇ ପାରେ ନା। ସିଏ କ୍ରିଏଟର ସେ ମୋର ସ୍ରଷ୍ଟା। ତାଙ୍କ ଯୋଗେ ମୁଁ ଆସିଛି ଦୁନିଆକୁ ବଢିଆ କଥା ଋଷିତା ପୂର୍ବରୁ କହିଲେ। ବଢିଆ କଥାଟି ସେ ଯେ ବିବାହ ଟା ଖରାପ ଅମୁକ ଢମୁକ ତୁ କୋଉଥିରୁ ଜନ୍ମ ହେଲୁ। ବୁଝିପାରିଲେ ତେଣୁ ସିଏ ଆଣିଛନ୍ତି। ଖୋକା ମାକେ ସୁଧାଇ ଦେଖେ ଯୋଉ ମାଣିଟି ଅଛି। ତାଙ୍କ ମାନସିକ ପ୍ରକ୍ରିୟା ଭିତରେ ଇଚ୍ଛା ହୋଇছিল ମনের ବାଝାରେ ସିଏ ତାଙ୍କ ମନ ମୁତାବକ ଚିନ୍ତା କରିକି ତିଆରି କରି ଆଣିଛନ୍ତି ଭାବନା ନେଇକିରି ତୁମ ତିଆରି କରୁଛନ୍ତି କିଛି ଆମର ନାହିଁ। ସିଏ ଆମକୁ ବାଛି ବାଛିକିରି ଆଣିଛନ୍ତି
ତାଙ୍କ ବିନା ଦୁନିଆକୁ ଆସିବାର ବାଟ ନାହିଁ, ତାଙ୍କ ବିନା ଦୁନିଆରେ ବଡ ହବାର ବାଟ ନାହିଁ, ତାଙ୍କୁ ଛାଡିକିରି ଆମର ପରିଚୟ ନାହିଁ, ସେ ହିଁ ସର୍ବସ୍ୱ। ସବୁଠାରୁ ବଡ ସମ୍ପଦ ବାପା ମା, ସବୁଠାରୁ ପୃଥିବୀରେ ବଡ ସମ୍ପଦ, ଅତ୍ୟନ୍ତ ମୂଲ୍ୟବାନ, ଗୁରୁତ୍ୱପୂର୍ଣ୍ଣ, କୃତଜ୍ଞ ରହିବାର ସ୍ଥାନ ହେଲା ବାପା ମା। ବାପା ମାଙ୍କ ବ୍ୟତୀତ ଆଉ ଦ୍ୱିତୀୟ କେହି ନାହିଁ, 1 ନମ୍ବରରେ ବାପା ମା। ଆଉ ତେଣୁ ଇଏ କଣ ହିସାବ କରିବେ, କେତେ ଭଲ ପାଇଲେ, କେତେ ଦେଲେ, କେତେ କଲେ, କଣ ଦେଖିଲେ, ସେ କଣ କଲେ, ତାଙ୍କ ପାଇଁ ତୁମେ କିଏ ହିସାବ କରିବା ପାଇଁ? ତୁମକୁ ଏ ବିଚାରର କଥା ଦେଲା, ଦାୟିତ୍ୱ କିଏ ଦେଲା? ବୁଝିପାରିଲେ ଭାଇ ଭାଇ ପୁହାଣ ଭାଇ? ତେଣୁ ଏଇଟା ମାନେ କଣ ମତିଛନ୍ନ ପାଗଳାମି। ଏ ପାଗଳ ହେଇଗଲେ ମଣିଷ ଏହା କହେ। ଛାଗଳ କଣ ନ ଖାଏ, ପାଗଳ ନ କଣ ନ କୁହେ। ଏ ପାଗଳ ଛାଗଳର କଥା ବୁଝିପାରିଲେ? ଜୟଗୁରୁ। ହ୍ୟାଲୋ ସୂର୍ଯ୍ୟକାନ୍ତ ପୁହାଣ ଭାଇ। ଦାଦା ଜୟଗୁରୁ ଜୟଗୁରୁ ଦାଦା ଏମିତି ହେଇଥିଲା। ହଁ ଦାଦା ବୁଝିଗଲା ସେଟା। ଆପଣ କହିବା କଥା ଯେ କି ଆଜି ଟପିକ ଟା ରହିଛି ନା ଆଦର୍ଶ ସନ୍ତାନ। ଆଦର୍ଶ ସନ୍ତାନ ପାଇଁ ତାହେଲେ ବାପର କର୍ତ୍ତବ୍ୟ ବାପ ହିଁ କରିବ। ମା ଯଦି ଘରେ ରହିକି ଆପଣ କହିବା କଥା ବାପା ମାର 2 ଜଣ ଯାକର କର୍ତ୍ତବ୍ୟ କରିବେ, ସେତିକି ଆଦର୍ଶ ସନ୍ତାନ ଆସିପାରିବେ। ଏଇଆ ତ ଆପଣ କହିବା କଥା। ହଁ ଦାଦା ବୁଝିଗଲା। ଜୟଗୁରୁ ଜୟଗୁରୁ ଜୟଗୁରୁ। ନେକ୍ସଟ ଅଛନ୍ତି ଆମର ମାନସୀ ଦାସ। ମାନସୀ ଦାସ ଅଡିଓ ଖୋଲନ୍ତୁ। ମାନସୀ ଦାସ ହ୍ୟାଲୋ, ହଁ କୁହନ୍ତୁ। ଜୟଗୁରୁ ମାନସୀ ଦାଦା। ଦାସ ଜୟଗୁରୁ ଜୟଗୁରୁ କୁହନ୍ତୁ। ଦାଦା। ଜୟଗୁରୁ। ମୋର ପ୍ରଶ୍ନ ଟିକେ ଟପିକ ରୁ ବାହାରେ ଅଛି। ମୁଁ ଧ୍ୟାନ ଚକ୍ର ବିଷୟରେ ଜାଣିବାକୁ ଚାହୁଁଛି। ଯୋଉ 16ଟା ପେଟଲ୍ସ ଅଛି, ତା ବିଷୟରେ ଟିକେ ଜାଣିବାକୁ ଚାହୁଁଛି ସଂକ୍ଷେପରେ। ଆଉ ଆମେ ଠିକ ଧ୍ୟାନ ଅଛି, କଲା ବେଳେ ସଂକ୍ଷେପରେ ଠିକ ଅଛି ସେତିକି। ହୃଷିଦା କୁହନ୍ତୁ ସଂକ୍ଷେପରେ। ହ୍ୟାଲୋ ହୃଷିଦା କୁହନ୍ତୁ। ଚକ୍ର ଫଟୋର ଧ୍ୟାନର ବିଷୟଟା ଯେତେବେଳେ ଆଗରୁ ଧ୍ୟାନ ସେମିତି କରାହଉଥିଲା, ଯେତେବେଳେ ଠାକୁରଙ୍କୁ ପିସି ସରକାର ଆସି ଭେଟିଲେ, ପିସି ସରକାର ଠାକୁରଙ୍କୁ କହିଲେ ଯେ ଗୋଟେ ଯନ୍ତ୍ର ଭିତରେ ଆପଣଙ୍କ ଫଟୋ ରଖିକିରି ଧ୍ୟାନ କଲେ ଭଲ ହବ। ତେଣୁ 16 ଦଳ ପଦ୍ମ ଭିତରେ ଠାକୁରଙ୍କ ଫଟୋ, ସେ ଫଟୋଟି ହଉଛି ଭାବାବସ୍ଥା ବା ଭାବ ସମାଧି ଅବସ୍ଥାର ଯୋଉ ବୟସର ଫଟୋଟି ରହିଛି, ସେ ଫଟୋଟା ଧ୍ୟାନ କରାଯାଏ ଏବଂ ଋତିକ ମାନେ ସେଇଟା ହିଁ ଉପଦେଶ ଦେଇଥାନ୍ତି। କିନ୍ତୁ ଆପଣ ଯଦି ବାହାରେ ରହୁଛନ୍ତି, ଟ୍ରେନରେ ଯାଉଛନ୍ତି, ବସରେ ଯାଉଛନ୍ତି, ବନ୍ଧୁବାନ୍ଧବ ଘରକୁ ଯାଇଛନ୍ତି, ସବୁବେଳେ ଯେ ଆପଣ ଚକ୍ର ଫଟୋକୁ ନେଇକି ଯିବେ ଏମିତି ମାନେ କିଛି ନାହିଁ। ତଥାପି ଯେତେବେଳେ ଘରେ ଅଛନ୍ତି, ଅନ୍ତତଃ ଚକ୍ର ଫଟୋ ଟିକେ ଗେଜିଂ କରିବା, 2-4 ମିନିଟ 5 ମିନିଟ ଚାହିଁକିରି ନାମ କରିବା ଏବଂ ତାପରେ ଆସ୍ତେ ଆଜ୍ଞା ଚକ୍ରରେ ଠାକୁରଙ୍କୁ ଦର୍ଶନ କରିବାକୁ ଚେଷ୍ଟା କରିବା। ଏଇଟା ହଉଛି ଆଜ୍ଞା ଚକ୍ର ଫଟୋ ଧ୍ୟାନ କରିବାର ଏଇଟା ହଉଛି ଉଦ୍ଦେଶ୍ୟ। ଏଇଟା ହଉଛି କଥା। ଏଇଟା ଠାକୁର କହିଛନ୍ତି। କାହିଁକି 16 ଦଳ ପଦ୍ମ ଅଛି, କାହିଁକି ପଦ୍ମର 16 ପାଖୁଡା ଅଛି, ଏସବୁ କଥା ତ ଆମେ କହିପାରିବା। ଏଇଟା ତ ଠାକୁର କହିଛନ୍ତି ନା। ଆଜ୍ଞା 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 ଆଜ୍ଞା। ହଁ ଧ୍ୟାନ କଲା ବେଳେ ମନଟା ଯେତେ ବିଚଳିତ ହୁଏ, ଧର ଆମେ ଲାପଟପରେ ବସିଛୁ, କଣ ଗୋଟେ କାମ କରୁଛୁ ସ୍କୁଲର, ସେତେବେଳେ ଏତେଟା ମନ ବିଚଳିତ ହୁଏନି, ଯେତେ ଧ୍ୟାନ କଲା ଭିତରେ ମନଟା ସବୁବେଳେ ବହୁତ ବିଚଳିତ ହୁଏ। କାହିଁକି କମ୍ପାରେଟିଭଲି ଦେଖାଯାଏ ତ? କମ୍ପାରେଟିଭ ବିଚଳିତ ହବାର କାରଣଟା ହଉଛି ଆମର ସେଇ କାର୍ଯ୍ୟ ପ୍ରତି ଅର୍ଥାତ ଧ୍ୟାନ ପ୍ରତି ଆମର ଗୋଟେ ଅନୁରାଗ ନାହିଁ, ଅର୍ଥାତ ଭଲ ପାଇବା ନାହିଁ। ମୁଁ ଧ୍ୟାନ ଗୋଟେ ମୋର ଆକାଂକ୍ଷିତ ମୁହୂର୍ତ୍ତ, ଲ୍ୟାପଟପରେ ବସିଛି, ଅମୁକ କାମଟା କରୁଛି, ସେଥିପ୍ରତି ଆମେ ଯେତେ କନସେନଟ୍ରେଟିଂ ହେଇ ପଡୁଛେ, ଧ୍ୟାନ କଲା ବେଳେ ସେତିକି କନସେନଟ୍ରେଟିଂ ହେଇପାରୁନେ। କାହିଁକି ନା ସେଇ କାର୍ଯ୍ୟ ପ୍ରତି ଆମର ଗୋଟେ ସ୍ୱତଃପ୍ରଣୋଦିତ ଭଲ ପାଇବା ନାହିଁ, ଗୋଟେ ଆକାଂକ୍ଷିତ ମୁହୂର୍ତ୍ତ। ଧ୍ୟାନ କରିବାର ସମୟ ଗୋଟେ ଆକାଂକ୍ଷିତ ମୁହୂର୍ତ୍ତ। ଏଇ ମୁହୂର୍ତ୍ତଟାକୁ ମୁଁ ଅତ୍ୟନ୍ତ ଅପେକ୍ଷା କରି ରହିଛି। ମୋ ଧ୍ୟାନ ସମୟଟାରେ କେମିତି ମୁଁ ଠାକୁରଙ୍କୁ ଦର୍ଶନ କରିବି। ଦିନମାନର 1000 କାମ ଭିତରେ ସେଇ ସମୟଟାକୁ ମୁଁ ଚାହିଁଛି, ସେ ସମୟଟା କେତେବେଳେ ମୋ ପାଖକୁ ଆସିବ। ଏଇଟାକୁ ଆପଣ ନିଜେ ନିଜ ଜୀବନର ବିଭିନ୍ନ କାର୍ଯ୍ୟ ଭିତରେ ଆକୁ କମ୍ପାରିଜନ କଲେ ଜାଣିପାରିବେ, ଆପଣ ନିଜେ ଜାଣିପାରିବେ। ଆଉ ସେଟା କେତେ ଆଜ୍ଞା ଖୋଲିକି କହିବାକୁ ଉଚିତ ମନେ କରୁନି। ଆଜ୍ଞା ଆଜ୍ଞା। ଆମେ କିନ୍ତୁ ସେ କନସିଷ୍ଟାନ୍ସିଟା କେମିତି ବଢେଇ ପାରିବା? ଧର
ପ୍ରାକ୍ଟିସ ଯୋଗୁ କି ଆଉ କଣ ଉପାୟ ଅଛି କନସିଷ୍ଟେନ୍ସି ଟା ବଢି ପ୍ରାକ୍ଟିସ କନସେନ୍ଟ୍ରେସନ ଟା ବଢିବ ପ୍ରାକ୍ଟିସ ରେ। ଆଉ ଆଜ୍ଞା କନସେନ୍ଟ୍ରେସନ ଟା ଯେତେ ଆମର ଧ୍ୟାନ ରେ ଅର୍ଥାତ୍ ଇଷ୍ଟଙ୍କୁ ଧ୍ୟାନ କରିବାରେ କନସେନ୍ଟ୍ରେସନ ଟା ଆମର ଯେତେ ତୀବ୍ର ହବ ଭଲ ହବ ଠିକ ହବ ସେତେ ଆମର ଅନ୍ୟାନ୍ୟ ସବୁ କାର୍ଯ୍ୟ ପ୍ରତି ମଧ୍ୟ କନସେନ୍ଟ୍ରେସନ ଟା ସେମିତି ଆସିବ। ଆମେ ଆଜ୍ଞା ବିଚଳିତ ହବାନି, ଫ୍ଲକ୍ଚୁଏଟେଡ ମାଇଣ୍ଡ ହବନି, ଏଇଟା ହଉଛି କଥା। ଆଜ୍ଞା ହଁ ଆଜ୍ଞା ଧନ୍ୟବାଦ। ଏବଂ ଏବଂ ସେଇ ସମୟଟାକୁ ସେଇଥିପାଇଁ କୁହାଯାଇଛି ଧ୍ୟାନର ସମୟ ହଉଛି ବ୍ରାହ୍ମ ମୁହୂର୍ତ୍ତ ଏଇ ସକାଶେ କୁହାଯାଇଛି ଯେତେବେଳେ କୋଳାହଳ ନଥବ, ଖିଟଖାଟି ଧାଡ ଧାଡ ଶବ୍ଦ ନଥବ, କୌଣସି କେହି ଗୋଟେ ପ୍ରଶ୍ନ ଆମକୁ ପଚାରୁ ନଥିବେ, କୌଣସି ଗୋଟେ ସମସ୍ୟା ଆମ ପାଖକୁ ଆସୁନଥିବ, ଗୋଟେ ନିରୋଳା ମୁହୂର୍ତ୍ତ ସେଇ ସକାଶେ ସ୍ଥିର କରାହେଇଛି କନସେନ୍ଟ୍ରେସନ ଆଣିବା ପାଇଁ। ଏବଂ ଯଦି ସେ ନିରୋଳା ମୁହୂର୍ତ୍ତରେ ଯଦି ଆମର କନସେନ୍ଟ୍ରେସନ ଟା ଆସିଲା ତାପରେ ଆପଣ ଦେଖିବେ କିଛି ଦିନ ପରେ ଆପଣ ଯୋଉ କାମଟା କରୁଛନ୍ତି ସେ କାର୍ଯ୍ୟରେ ଆଜ୍ଞା ଆପଣଙ୍କ କନସେନ୍ଟ୍ରେସନ ଆସୁଛି। ସେ କାମଟା ଗୋଟେ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ଗୋଟେ ଭାବ ଆସୁଛି। ଏଇଟା ହଉଛି କଥା। ଜୟ ଗୁରୁ ମା। ହଉ ମା ବୁଝିପାରିଲେ? ଜୟ ଆଉ କଣ ଜୟ ଗୁରୁ ରହିଲା? ଆଜ୍ଞା ଜୟ ଗୁରୁ। ବହୁତ ବଢିଆ ଆଜ୍ଞା ହଉ ଜୟ ଗୁରୁ ଧନ୍ୟବାଦ। ଆଉ ନେକ୍ସଟ ନର୍ମଦା ନାୟକ ମା। ନର୍ମଦା ନାୟକ ଅଡିଓ ଖୋଲନ୍ତୁ। ନର୍ମଦା ନାୟକ ହ୍ୟାଲୋ। ଦାଦା ଜୟଗୁରୁ, ଦାଦା ଜୟଗୁରୁ ପ୍ରଣାମ। ହଁ କୁହନ୍ତୁ। ଦାଦା କୁହନ୍ତୁ। ଆଜ୍ଞା ତ କହୁଛି ଦାଦା। ଦାଦା ଆମେ ତ ଠାକୁରଙ୍କୁ ଧରିବା ପରେ ଜାଣିଛୁ କି ଆମର ଠାକୁରଙ୍କୁ ଧରିବା ପରେ ଆମେ ଜାଣିଛୁ ଏତିକି ଯେ ଆମର ଦକ୍ଷତା ବଢେ। ମାନେ ଦୀକ୍ଷା ନେଇ ଠାକୁର ଦୀକ୍ଷା ଆମର ଯେକୌଣସି ଆମର ଗୁଣ ବୈଶିଷ୍ଟ୍ୟ ଯାହା ଜିନ୍ ଥିବ ସେଟା ଆମର ଡେଭଲପ ହେଇକିନା ଆମର ଯୋଉ ସମ୍ଭାବନାଟା ଥିବ ସେଟା ଆମର ଗ୍ରୋ କରିକି ମାନେ ଠିକ ଦକ୍ଷତା ବଢିଯାଏ। କିନ୍ତୁ ଦାଦା କହିଲେ କାର୍ତ୍ତିକ ଦାଦା ଆଲୋଚନାରେ କହୁଥିଲେ ଯେ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ବିନା ଗୁରୁରେ ବି ସେ ଜଣେ ଦକ୍ଷ ବୈଜ୍ଞାନିକ ହେଇପାରିଲେ, କାରଣ ସେ ପିତୃ ମାତୃ ଭକ୍ତ ଏତେ ଥିଲେ ଯେ ତାଙ୍କର ବ୍ରେନ ସେଲ୍ ସବୁ ଡେଭଲପ ହେଇଥିଲା। ଦାଦା ଏଇଟା ତ ଗୋଟେ କଣ୍ଟ୍ରୋଭର୍ସି ମାନେ ଭଳିଆ କାମ କରୁଛି କଣ? ମାନେ ମୁଁ ଭାବୁଛି କି ଏଇଟା ବୋଧେ ହେଇପାରେ ଦାଦା ଆମର ଜିନ୍ ଗତ ଦୃଷ୍ଟି ତ ସମସ୍ତେ ସେମିତି ହେଇପାରିବେନି, ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ପରି ତ ଆମେ ହେଇପାରିବାନି। ସମସ୍ତଙ୍କ କ୍ଷେତ୍ରରେ ଏଟା ସମ୍ଭବ ନୁହେଁ। ସେଇ କେସରେ କୁହାଯାଇଛି ନା ଏଟା ଦାଦା ଜଣେ ଯଦି କହିବ କି ମୁଁ ମୋର ଜିନ୍ ମୋର ଯାହା ଥାଉ କି ନଥାଉ, ମୋର ଜନ୍ମ ପୂର୍ବ ସଂସ୍କାର କିଛି ଥାଉ କି ନଥାଉ ଶେଷରେ ମୋର କିଛି ଯାଏ ଆସେନି, କିନ୍ତୁ ବର୍ତ୍ତମାନ ମୁଁ ପିତୃମାତୃ ଭକ୍ତ ମାନେ ହେବି। ଏଇଟା ଦାଦା କେମିତି କଣ କ୍ରିୟା କରିବ ଟିକେ କୁହନ୍ତୁ। କୁହନ୍ତୁ ହୃଷିଦା କୁହନ୍ତୁ। ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ତ ବୈଜ୍ଞାନିକ ନଥିଲେ। ଦାଦା କଣ କହିଲେ ଯେ ଦକ୍ଷ କଣ ହେଲେ ସେ ଜଣେ ବିଶିଷ୍ଟ ଶିକ୍ଷାବିତ୍, ଆଜ୍ଞା ଆଜ୍ଞା ଆଦର୍ଶ ଶିକ୍ଷକ, ବିଶିଷ୍ଟ ଶିକ୍ଷାବିତ୍ ଆଜ୍ଞା ଈଶ୍ୱରଚନ୍ଦ୍ର ବିଦ୍ୟାସାଗର। ଈଶ୍ୱରଚନ୍ଦ୍ର ଆଜ୍ଞା ବିଦ୍ୟାସାଗର କଲିକତା ସାଂସ୍କ୍ରିଟ କଲେଜର ପ୍ରିନ୍ସିପାଲ ଥିଲେ। ମୁଁ ସେ କଲେଜକୁ ଯାଇଛି, ଗୋଟେ ଷ୍ଟଡି ଟୁରରେ ମୁଁ ଯାଇଛି, କଲେଜ ଯାଇଛି। ଏପର୍ଯ୍ୟନ୍ତ ମଧ୍ୟ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ଯୋଉ ଜାଗାରେ ତାଙ୍କ ପ୍ରିନ୍ସିପାଲ ଆସନରେ ବସୁଥିଲେ ସେ ଜାଗାଟାକୁ ଅଡ କରିକି ରଖା ହେଇଛି। ସେ ଯାହା ହଉ ସେ ପ୍ରସଙ୍ଗଟା ମୁଁ କହୁନି। ପ୍ରସଙ୍ଗଟା ହଉଛି ସେ ପିତୃମାତୃ ଭକ୍ତ ଥିଲେ। ଯଦି ସେ ଇଷ୍ଟ ଭକ୍ତ ହେଇଥାନ୍ତେ ତାଙ୍କର ଯେତିକି କ୍ୟାଲିବର ଥିଲା ସେଟା ଆହୁରି ବଢିଥାନ୍ତା, ସେ ଆହୁରି ଅଧିକ ହେଇପାରିଥାନ୍ତେ। ଯେତିକି ସେ ଅଛନ୍ତି ତାଙ୍କର ବଂଶ ପରମ୍ପରା ହେଇଟି ବା ଆହୁତ ଗୁଣ ଯାହା ସବୁ ସେ ଯେତିକି ଡେଭଲପ କରିଛନ୍ତି, ଯେତିକି ଉପରକୁ ଉଠିଛନ୍ତି, ତାଠୁ ସେ ଆହୁରି ଉପରକୁ ଉଠି ପାରିଥାନ୍ତେ। ଆହୁରି ମଧ୍ୟ ସେ ଅଧିକ କିଛି ହେଇପାରିଥାନ୍ତେ ଯଦି ତାଙ୍କର ସଦ୍ଗୁରୁ ଗ୍ରହଣ ଜୀବନରେ ହେଇଥାନ୍ତା। ପିତୃମାତୃ ଭକ୍ତ ହେଇଛନ୍ତି, ଭଲ ହେଇଛନ୍ତି, ତା ଠିକ। ଏଇଟା ମଧ୍ୟ ଅନେକ ଲୋକ ଅଛନ୍ତି ଦୁନିଆରେ ଯୋଉମାନେ ପିତା ମାତାଙ୍କୁ ସମ୍ବଳ କରି ପିତା ମାତାଙ୍କୁ ହିଁ ଭକ୍ତି ଶ୍ରଦ୍ଧା କରିକି ସେ ବହୁତ ବଡ ହେଇଛନ୍ତି। ଏ କଥା ମଧ୍ୟ ଠାକୁରଙ୍କ ପାଖରେ ଆଲୋଚନା ହେଇଛି। ହଁ, ଠାକୁରଙ୍କ ପାଖେ ଏ କଥା ମଧ୍ୟ ଆଲୋଚନା ହେଇଛି। ମିସ୍ ସାଇମାରେ ଏଟା ମଧ୍ୟ ଠାକୁରଙ୍କ ପାଖେ ଆଲୋଚନା କରିଛନ୍ତି ଯେ ଠାକୁର ଯିଏ ଜଣେ ଲୋକ ଠାକୁର ଦୀକ୍ଷା ନେଇନି, ଗୁରୁ ଗ୍ରହଣ କରିନି, କିନ୍ତୁ ଯଦି ସିଏ ତାର ପିତାମାତାଙ୍କ ପ୍ରତି ଶ୍ରଦ୍ଧା ସମ୍ମାନ ଭଲ ପାଇବା ରଖି ଯଦି ସେ ଚାଲି ସେ ତ ଡେଭଲପ କରୁଛି, ବଡ ହେଉଛି। ଠାକୁର ହଁ ସେ ହେଇପାରେ, ହଉଛି, କିନ୍ତୁ ସିଏ ଯଦି
ସେଇ ଭଲ ପାଇବାଟା ଯାହା ପିତା ମାତାଙ୍କ ପ୍ରତି ତାର ଅଛି ସେଇଟା ଯଦି ଗୁରୁ କୈନ୍ଦ୍ରିକ ହେଇଥାନ୍ତା ତାହେଲେ ସେ ଆହୁରି ଡେଭଲପ କରିଥାନ୍ତେ, ଆହୁରି ଉଚ୍ଚ ସ୍ଥାନକୁ ସେ ଯାଇପାରିଥାନ୍ତେ, ଆହୁରି କିଛି ତାଙ୍କର ଡେଭଲପମେଣ୍ଟ ହେଇଥାନ୍ତା। ଏଇଟା ହଉଛି କଥା। ତେଣୁ ପିତା ମାତାଙ୍କୁ ଭକ୍ତି କରିକିରି ଭଲ ପାଇକିରି ଯେ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ଯୋଉ ଯାହା ଡେଭଲପମେଣ୍ଟ ହେଇଛି, ମାନେ ବିଶିଷ୍ଟ ବିଦ୍ୱାନ, ବିଶିଷ୍ଟ ଶିକ୍ଷାବିତ, ବିଶିଷ୍ଟ ବ୍ୟକ୍ତି ହିସାବରେ ତାଙ୍କର ଯୋଉ ଖାତିର ରହିଛି ସେଟା ଆହୁରି ବଢିଥାନ୍ତା ଯଦି ସେ ଗୁରୁ ଗ୍ରହଣ କରିଥାନ୍ତେ, ସଦ୍ଗୁରୁ ଗ୍ରହଣ କରିଥାନ୍ତେ, ଇଷ୍ଟଙ୍କୁ ଗ୍ରହଣ କରି ଚାଲିଥାନ୍ତେ, ତା ଆହୁରି ହେଇଥାନ୍ତା। ଅନେକ ସମୟରେ ସେଟା ହେଇପାରେ ନା। ମଣିଷ ଯେତେବେଳେ ସାମାଜିକ ପ୍ରତିଷ୍ଠା ଦୃଷ୍ଟିରୁ ଏତେ ବଡ ମଣିଷଟିଏ ଯାହାକୁ ଆମେ କହୁଛେ ହେଇଯାଏ, ସିଏ ଆଉ ଗୋଟେ ତଳୁକୁ ଆସିକି ମାନେ ଭାବେ ଯେ ଗୁରୁ ଆଉ ମୁଁ କଣ ଗ୍ରହଣ କରିବି, ମୁଁ ତ ଠିକ ଅଛି, ବହୁତ ବଡ ହେଇଛି, ମୁଁ ଆଉ ଗୁରୁ କଣ ଗ୍ରହଣ କରିବି, ମୁଁ ତ ଗୁରୁ ନିଜେ ହେଇଗଲାଣି, ମୁଁ ଗୁରୁ କଣ ଗ୍ରହଣ କରିବି। ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ହଜାର ହଜାର ଶିଷ୍ୟ ମଧ୍ୟ ତାଙ୍କୁ ଗୁରୁ ଜ୍ଞାନ କରନ୍ତି। ଏ କଥା ବହୁତ କଥା ଅଛି, ତାଙ୍କ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ଜୀବନରେ ମଧ୍ୟ ବହୁତ କଥା ଅଛି। ତେଣୁ ପ୍ରଶ୍ନଟା ଦୃଷ୍ଟିରୁ ଏଇଆ, ଯଦି ସିଏ ସଦ୍ଗୁରୁ ତ ଶରଣାପନ୍ନ ହେଇଥାନ୍ତେ, ସତନାମ ପ୍ରାପ୍ତ ହେଇଥାନ୍ତେ, ତାହେଲେ ତାଙ୍କର ବ୍ୟକ୍ତିତ୍ୱ ଯେତିକି ତା ଆଉ ବହୁ ଗୁଣରେ ବଢିଥାନ୍ତା। ଏଇଟା ନିଶ୍ଚୟ। ଅସୁବିଧା କିଛି ଆଜ୍ଞା ଆଜ୍ଞା ଦାଦା, ଆଜ୍ଞା ଆଉ ଜୟଗୁରୁ ଜୟଗୁରୁ। ଆଜ୍ଞା ଦାଦା। ଅଛନ୍ତି ଆମର ସୁଦେଶନା ଘୋଷ। ନେକ୍ସଟ ସୁଦେଶନା ଘୋଷ ମା, କଣ ପ୍ରଶ୍ନ ଅଛି କୁହନ୍ତୁ? ସୁଦେଶନା ମା, କଣ ପ୍ରଶ୍ନ ଅଛି କୁହନ୍ତୁ? ଆଜ୍ଞା ଦାଦା, ଜୟ ଗୁରୁପ୍ରଣାମ। ଜୟ ଉପସ୍ଥିତ ସମସ୍ତ ମାତା ମାଙ୍କୁ ଜୟ ଗୁରୁପ୍ରଣାମ। ହଁ। ଦାଦା ଯୋଉ କହୁଥିଲେ, ମାନେ ଗୋଟେ ତ କଥା ଅଛି ଡ୍ୟୁଟି ଇଜ ଗଡ୍। ପିଲାମାନେ ତ ବାହାରେ ରହନ୍ତି ଡ୍ୟୁଟି କରିବା ପାଇଁ, ହେଲେ ବାପା ମାଙ୍କୁ ସେମାନେ ନେଇକି ରଖିବା ପାଇଁ ଚାହାନ୍ତି, କିନ୍ତୁ ଯେତେବେଳେ ବାପା ମାଙ୍କ ଅଧିକ ବୟସ ହେଇଯାଏ ସେମାନେ ଚାହାନ୍ତି କାଳେ ଆମେ ସେଇଠି ବାହାରେ ଥିବୁ, କାଳେ ଯଦି ମରିଯିବୁ ଆମ ଗାଁରେ ତ ଆମର ମରିବା ଦରକାର, ଆମ ଜାଗାରେ ତ ଆମକୁ ପଡା ହବା ଦରକାର, ଆମେ ତ ସ୍ୱର୍ଗ ଦ୍ୱାର ଯିବା ଦରକାର, ସେଇଠିକି ଯିବୁନି, ଏମିତି କହିକି ତ ବାପା ମା ଯାଆନ୍ତିନି। ପିଲାମାନେ ତ ସେମାନେ ତାହେଲେ ଯଦି ପିଲାମାନେ ଡ୍ୟୁଟି ଛାଡିକି ଆସିକି ବାପା ମାଙ୍କ ପାଖରେ ରହିବା ଠିକ ହବ, ନା ବାପା ମା ସେଇଠିକି ଯାଇକି ରହିବା ଠିକ ହବ, ନା କେମିତି କେମିତି ସମାଧାନ? ଯଦି ବି ଆମେ ପିଲାଙ୍କୁ ଠିକରେ ପାଠ ନ ପଢେଇଲେ, ପାଖରେ ରହିଲେ ବି ମଧ୍ୟ ଯଦି ପିଲା ଇଗ୍ନୋର କଲା ବି ଆମେ କିଛି କରିପାରିବାନି। କୁହନ୍ତୁ ଋଷିତା କୁହନ୍ତୁ। ହେଲେ ଦାଦା କୋଉଟା ଠିକ ହବ? ଜୟଗୁରୁ ପ୍ରଣାମ, କୁହନ୍ତୁ ଦାଦା। ପ୍ରଶ୍ନର ମୂଳ ବାକ୍ୟଟି ହଉଛି ଡ୍ୟୁଟି ଇଜ ଗଡ୍। ଆଜ୍ଞା, ଏଇଟା ଭୁଲ। ଡ୍ୟୁଟିଟା ଗଡ୍ ନୁହେଁ, ଏଇଟା ମନେ ରଖନ୍ତୁ। ଡ୍ୟୁଟିଟା ଗଡ୍ ନୁହେଁ, ଗଡ୍ସ ଡ୍ୟୁଟି ଇଜ ଡ୍ୟୁଟି। ଈଶ୍ୱର ବା ଭଗବାନଙ୍କର କାମ କରିବାଟା ହଉଛି କର୍ତ୍ତବ୍ୟ। ଡ୍ୟୁଟି ଇଜ ଗଡ୍ ଯଦି ଆମେ କହିବା, ଆମେ ଯଦି କହିବା ଯେ ଅନେକ କହନ୍ତି ଡ୍ୟୁଟି ଇଜ ଗଡ୍, ବହୁତ ଯାହା ଲେଖା ହେଇଛି ସବୁ ଡ୍ୟୁଟି ଇଜ ଗଡ୍। ଡ୍ୟୁଟିଟା କଣ? ଡ୍ୟୁଟି ମାନେ ତ କର୍ମ, କର୍ତ୍ତବ୍ୟ। ପିତାଜୀ ଶ୍ରୀକୃଷ୍ଣ କହିଲେ କିଂ କର୍ମ କିମ କର୍ମେତି କବୟୋ ପେତ୍ର ମୋହିତା। କର୍ମ କଣ ଅକର୍ମ କଣ ମୁନି ଋଷି ମାନେ ମଧ୍ୟ ମୋହିତ ହେଇଯାଆନ୍ତି, ଠିକ ଭାବରେ ନିର୍ଦ୍ଧାରଣ କରିପାରନ୍ତି ନାହିଁ କର୍ମ କଣ ଅକର୍ମ କଣ। ତେଣୁ କର୍ମ କଣ ଅକର୍ମ କଣ, ଡ୍ୟୁଟି କଣ, ଯେପର୍ଯ୍ୟନ୍ତ ମଣିଷ ଇଷ୍ଟ ଗୁରୁ ଆଦର୍ଶଙ୍କ ଠାରେ ନିୟୋଜିତ ରହିଛି, ଅର୍ଥାତ୍ ତାଙ୍କ ସହିତ ଯେତେବେଳେ ତାଙ୍କୁ ଅନୁସରଣ କରି ତାଙ୍କୁ ସାମ୍ନାରେ ରଖି ନ ଚାଲିଛି, ସେ ପର୍ଯ୍ୟନ୍ତ ତାର ଡ୍ୟୁଟି ଠିକ ହେଇପାରିବ ନାହିଁ। ଯେତେବେଳେ ଏଇ ବିଷୟରେ ଗୋଟେ ଉଦାହରଣ ଦେଲେ କ୍ଲିୟର କରିଦେବି। ଯେତେବେଳେ ରତ୍ନାକର ଦସ୍ୟୁକୁ ବାନ୍ଧିଲା, କିଏ ସେ ବାନ୍ଧି ପକେଇଲେ, ରତ୍ନାକର ଦସ୍ୟୁ ନାରଦଙ୍କୁ ବାନ୍ଧି ପକେଇଲେ। ନାରଦ କହିଲେ, ରତ୍ନାକର ଦସ୍ୟୁ କହିଲା ମୁଁ ମୋର କର୍ତ୍ତବ୍ୟ କରୁଛି, ମୁଁ ଡ୍ୟୁଟି କରୁଛି, ମୋର ଡ୍ୟୁଟି ହଉଛି ମୋର ପିତା ମାତାଙ୍କୁ ପରିପୋଷଣ କରିବା, ପୋଷଣ ଦବା, ମୋର ସ୍ତ୍ରୀ କି ଭରଣ ପୋଷଣ ଦବା, ମୋର ପିଲାମାନଙ୍କୁ ଏ ଦବା। ମୁଁ ଏଇଟାକୁ ମୋର ଡ୍ୟୁଟି ବୋଲି ଗ୍ରହଣ କରିଛି। ମୁଁ ଲୋକଙ୍କଠୁ ଲୁଣ୍ଠନ କରୁଛି ନା, ଏଇଟା ତୋର ଡ୍ୟୁଟି ନୁହଁ, ଏଇଟା ତୋର ପାପ। ନା ପାପ କାହିଁକି ହବ? ମୁଁ ତାହେଲେ ଚଳିବି କେମିତି? ମୁଁ ଚଳିବି କେମିତି? ନା ତୁ ଯୋଉ ପାପ କରୁଛୁ, ଯୋଉ ବାପା ମାଙ୍କୁ ପୋଷୁଛୁ,
ସ୍ତ୍ରୀ ପିଲାଙ୍କୁ ପୋଷୁଲି କହୁଛୁ ତୁ ଯୋଉ କର୍ମଟା କରୁଛୁ ସେ କର୍ମଟା ର ଫଳ ସବୁ କର୍ମର ତ ଗୋଟେ ଫଳ ଅଛି ସେ ଫଳର ଭାଗିଦାର ସେମାନେ ହେବେ। ତାଙ୍କୁ ତ ଯାଇ ସେ ପଚାରିଛି ସେ ମନା କରିଛନ୍ତି। ବୃଦ୍ଧ ପିତାମାତା କହିଲେ ଆରେ ଆମେ ତ ତତେ ପୋଷିଥିଲୁ ଆମେ ବୁଢା ବୁଢୀ ହେଲୁ ତୁ ଆମକୁ ପୋଷିବୁ ତୁ ପାପ କରୁଛୁ କି ପୁଣ୍ୟ କରୁଛୁ ସେଟା ଆମେ ଜାଣିବା ଦରକାର କଣ? ପାପ କଲେ ତୋର ପୁଣ୍ୟ କଲେ ତୋର ତୋ କର୍ମଫଳ ତୋର। ସ୍ତ୍ରୀ କଣ କହିଲା? ଆଚ୍ଛା ସ୍ତ୍ରୀ କହିଲା ତୁମେ ମୋ ହାତ ଧରି ବିବାହ ହେଇଛ। ସ୍ତ୍ରୀ ତାଙ୍କ ରତ୍ନାକର ଦସ୍ୟୁର ସ୍ତ୍ରୀ ହଉଛି ଗୋଟେ ଭିଲ କନ୍ୟା ତାକୁ ଲଭ୍ ମ୍ୟାରେଜ କରିଥିଲା ସେ ଭିଲ କନ୍ୟା ତା ସ୍ତ୍ରୀ କହିଲା ତୁମେ ମତେ ହାତ ଧରି ବିବାହ ହେଇଛ ତୁମର ହଉଛି କର୍ତ୍ତବ୍ୟ ହଉଛି ମତେ ପୋଷିବା। ସେ ପାପ କରିକି ବି ମତେ ପୋଷ କି ପୁଣ୍ୟ କରି ପୋଷ ପାପ କଲେ ତୁମର ପୁଣ୍ୟ କଲେ ତୁମର ମୋର ସେ ଜାଣିବା ଦରକାର କଣ ଅଛି? ସେତେବେଳେ ତା ମୁଣ୍ଡରେ ଆସିଲା ଚିନ୍ତା ଯେ ଆରେ ମୁଁ ଏତେ ଏତେ କର୍ମ କଲି ଏତେ ଆଙ୍କ ପାଇଁ ଲାଗିଲି ଯେ ସେସବୁ ଏ ଉତ୍ତର ଦେଲେ। ପରିବର୍ତ୍ତନ ଆସିଲା ଡ୍ୟୁଟି ସେଇଟା ନୁହେଁ ସେତେବେଳେ ସେ ଜାଣିଲା ଯେ ଦିସ୍ ଇଜ ନଟ୍ ମାଇ ଡ୍ୟୁଟି ତା କର୍ତ୍ତବ୍ୟ ନୁହେଁ। ସେତେବେଳେ ତା ମନରେ ଧାରଣା ଆସିଲା। ଏ କଥା ତେଣିକି ଆପଣମାନେ ଜାଣିଛନ୍ତି ସେ ବାଲ୍ମୀକି କହିଲେ ଇତ୍ୟାଦି ଇତ୍ୟାଦି କଥା। ତେଣୁ ଡ୍ୟୁଟି ଇଜ ଗଡ୍ ନୁହଁ ଗଡ୍ସ ଡ୍ୟୁଟି ଇଜ ଡ୍ୟୁଟି। ଏଇଟାକୁ ଆମକୁ ସବୁବେଳେ ମନେ ରଖିବାକୁ ପଡିବ। ହଉ ଠିକ ଅଛି ମୁଁ କହୁଛି ସୁଦର୍ଶନା ମା ଶୁଣନ୍ତୁ। ବାପା ଆଜ୍ଞା ମା ତାଙ୍କର ଚାହିଁଛନ୍ତି ତାଙ୍କ ଇଚ୍ଛାଟା ମଧ୍ୟ ପରିପୂର୍ଣ୍ଣ କରିବା ପୁତ୍ର ଆଉ ପୁତ୍ର ବଧୂର କର୍ତ୍ତବ୍ୟ। ଆଜ୍ଞା ତେଣୁ ସେମାନେ ସମୟ ସୁଯୋଗ ନେଇ ମଝିରେ ମଝିରେ ଆସିବେ। ମୁଁ ଯୋଉଟା ବାରବାର କହୁଛି ଏବେ ବି କହୁଛି ତାଙ୍କ ଆଜ୍ଞା ଭଲ ମନ୍ଦ କଥା ନଜର ରଖିଥିବେ। ତାଙ୍କୁ ଦେଖାଶୁଣା କରିବା ପାଇଁ ଲୋକ ମଧ୍ୟ ନିଯୁକ୍ତ ରଖିଥିବେ। ପାଖରେ ମଧ୍ୟ ତାଙ୍କର ଖବରାଖବର ଆପଣଙ୍କ ପାଖରେ ପହଞ୍ଚିବା ପାଇଁ କେମିତି ସୁବିଧା ହବ ସେ କଥା ବ୍ୟବସ୍ଥା କରିଦେବେ। ଇଣ୍ଟେଲିଜେନ୍ସ ଦରକାର। ମନଟା ଲାଗି ରହିଥିବ ମୋ ବାପା ମା ପାଖରେ। ବାପା ମା ଚାହୁଁନାହାନ୍ତି ଠିକ ଅଛି ହେଲେ ମୁଁ କିନ୍ତୁ ଅନ୍ତରରେ ତାଙ୍କୁ ସ୍ଥାନିତ କରି ରଖିବି। ମୋର ଦାୟିତ୍ୱ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଏଇଟା। କାହିଁକି ନହେଲେ ପିତୃଋଣ ମାତୃଋଣ ଅପରିଶୋଧ୍ୟ ହେଇକି ରହିଯିବ। ତେଣୁ ମୋ ତରଫରୁ ହାତ ବଢେଇବା ଦାୟିତ୍ୱ ବାସ ସଲା କାମ। ଆଉ କିଛି ନବା ଆଣିବା ସେ ଚାହୁଁନାହାନ୍ତି ଯିବା ପାଇଁ ସହର ଜୀବନ କି ଭଲ ମନ୍ଦ ତାଙ୍କ ଇଚ୍ଛା ଲାଇକିଂ ନାହିଁ। ତେଣୁ ଠିକ ଅଛି କିନ୍ତୁ ଆମେ ଦେଖିବା ସେ ଯୋଉଠି ଅଛନ୍ତି ସେଇଠି ଯେମିତି ସୁଖରେ ଶାନ୍ତିରେ ଆନନ୍ଦରେ ରହିବେ ତା ବ୍ୟବସ୍ଥା ତା ଦାୟିତ୍ୱ ପୁଅକୁ କରିବାକୁ ପଡିବ। ପୁଅ ବୋହୂଙ୍କର ଏଇଟା ହଉଛି ଚରମ ଦାୟିତ୍ୱ। ଦ୍ୱିତୀୟତଃ ମୁଁ କହିଥିଲି ପୂର୍ବରୁ ମଝିରେ ମଝିରେ ଆସି ତାଙ୍କ ସାଙ୍ଗରେ ସଦାସ୍ନେହ ଭିତରେ କଥାବାର୍ତ୍ତା କରି ବିହିତ ମର୍ଯ୍ୟାଦା ଦେଇ ତାକୁ ଭଲ ପିଠାପଣା ଭଲ ମନ୍ଦ ଖୁଆଇ ପାଇ ଆଦର ଯତ୍ନ କରି ଯିବା ଉଚିତ। ସେ ଯେମିତି ବୁଝିବେ ହଁ ମୋ ପୁଅ ବୋଉ ମତେ ଭାରି ଭଲ ପାଆନ୍ତି ମୋ ପାଇଁ ମିଠା ପିଠା ସବୁ ଆଣିଥିଲେ ପ୍ଲସ୍ ଘରେ ଆସି ପହଞ୍ଚିକିରି ପିଠାପଣା ଭଲ ମନ୍ଦ କଲେ ଭଲ 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 ଆଇଟମ କରି ଖୁଆଇଲେ ଏମିତି କଲେ ମୋ ଲୁଗାପଟା ସଫା କଲେ ଅମୁକ କଲେ ଏ ସବୁ ଗୁଡାକ ଯେମିତି ସେ ପିଲାର ଗୁଣ ଗୁଡାକ ବାରବାର କହନ୍ତି। ପିଲାର ଆଜ୍ଞା ବା ପୁଅ ବୋହୂଙ୍କର ଯେମିତି ସଦ୍ଗୁଣ ଗୁଡିକ ସେ ନ କହି ରହି ନ ପାରନ୍ତି। ଏମିତିଆ ଭାବ ଲଗେଇ ରଖିବା ଦରକାର। ଏମିତିଆ ଭାବ କ୍ରିଏଟ କରିବା ଦରକାର। ଯଦି ନ କରିପାରିଲ ତୁମେ ଅଯୋଗ୍ୟ ପୁତ୍ର ପୁତ୍ରବଧୂ। ଜୟ ଗୁରୁ। ଆଉ ବେଶୀ କିଛି ନାହିଁ ଆପଣଙ୍କ ପାଇଁ ପ୍ରଶ୍ନ ଉତ୍ତର ଆଜ୍ଞା ଯଥାର୍ଥ। ନେକ୍ସଟ ଅଛନ୍ତି ଦାଦା ଶାନ୍ତିଲତା ରଥ ମା ସମୟ ହାତରେ ନାହିଁ। ଶାନ୍ତିଲତା ଆଜ୍ଞା ରଥ କାଲି ଯାହା ପଚାରିବେ। ନେକ୍ସଟ ଶାନ୍ତିଲତା ରଥ ମା। ଶାନ୍ତିଲତା ରଥ ମା ଆପଣଙ୍କର କଣ ପ୍ରଶ୍ନ ଅଛି କୁହନ୍ତୁ। ଶାନ୍ତିଲତା ରଥ ଅଡିଓ ଖୋଲନ୍ତୁ। ଶାନ୍ତିଲତା ରଥ ହ୍ୟାଲୋ ଦାଦା ଜୟ ଜୟଗୁରୁ ଦାଦା କୁହନ୍ତୁ। ଆଜିକାଲି ତ ସହଜେ ଝିଅ ମିଳୁନାହାନ୍ତି କିନ୍ତୁ ସେଇ ଚିନ୍ତାରେ ବାପା ମା ଟେନସନରେ ହିଁ ରୋଗାକ୍ରାନ୍ତ ପଡୁଛନ୍ତି। କିନ୍ତୁ ଯୋଉ ପୁଅ ପାଇଁ ବି ଝିଅ ଏମିତି ବି ମିଳୁନି ସେ ଅଦର କାଷ୍ଟରେ ବି ଆଣି ଘରେ ପହଞ୍ଚଉଛନ୍ତି ତାଙ୍କ ଘରେ ବି ପିତାମାତାଙ୍କର ଟେନସନରେ ସେ ବି ରୋଗାକ୍ରାନ୍ତ ହଉଛନ୍ତି। ଏଇ ଯୋଉ ସେମାନେ ତ ଏ ପିଲାମାନେ ପିତୃମାତୃ ଋଣ ପରିଶୋଧ କରିପାରିବେନି। ଏଇଟା କଣ ବାପା ମାଙ୍କର ପୂର୍ବ ଜନ୍ମର କର୍ମଫଳ ସହିତ ଏଇ ପିଲାଙ୍କର କର୍ମଫଳ ଜଡିତ ଅଛି ନା କଣ ଦାଦା? ଆଉ ସଂକ୍ଷେପରେ କୁହନ୍ତୁ ଋଷିଦା କୁହନ୍ତୁ। ସବୁ କଥାରେ ମୁଁ ଦେଖୁଛି ସମସ୍ତେ ପୂର୍ବ ଜନ୍ମ କଥାଟା କହୁଛନ୍ତି। ଅନେକ ପ୍ରଶ୍ନକର୍ତ୍ତା ପୂର୍ବ ଜନ୍ମ କଥା ପ୍ରାରବ୍ଧ କଥା ଖାଲି କହୁଛନ୍ତି। ଆରେ ଏଇ ଜନ୍ମଟା ହଉଛି ଆମ ହାତର ଆଉ ଏ ଜନ୍ମଟା ଆମ ପାଇଁ ବହୁତ ଇମ୍ପୋର୍ଟାଣ୍ଟ ହଉଛି। ଏଇ ସମୟ ଆସିছে ଆମେ ଠାକୁରଙ୍କ ଦୀକ୍ଷା ଗ୍ରହଣ କରିଛେ। ଆଉ ଯୋଉ ପ୍ରଶ୍ନଟା କଲେ ବାପା ମା ଟେନସନରେ ରହୁଛନ୍ତି
ପିଲାମାନେ ଏମିତି କୌଣସି କାର୍ଯ୍ୟ କରିବା ଉଚିତ ନୁହେଁ ଯେ ବାପା ମା ଟେନସନ ରହିବେ ନା। ତାହେଲେ ପିତୃଭକ୍ତି ମାତୃଭକ୍ତି ଏସବୁ କଥା ଗୁଡା ଖାଲି କଥାର କଥା ହବ। ପିଲାମାନେ ଏମିତି କୌଣସି କାର୍ଯ୍ୟ କରିବା ଉଚିତ ନୁହେଁ ଯେ ବାପା ମା ମାନେ ଟେନସନରେ ରହିବେ। ଏଟା କରିବା ଉଚିତ ନୁହେଁ। ଏଟା ହଉଛି ମୂଳ କଥା। ସେ ଅଦର କାଷ୍ଟରୁ ବାହାରିଲା କଣ କଲା ସେ ତ ତାର ନିଜ କଥା ନା। ସେ ବାପା ମାଙ୍କ ଇଚ୍ଛା କଣ ପରିପୂର୍ତ୍ତି କଲା ନା କଣ? ହଁ ବାପା ମାଙ୍କ ଇଚ୍ଛା କଣ ସେ ପୂରଣ କଲା ନା କଣ? ସେ ତ ତା ମନ ଇଚ୍ଛା ତା କଲା। ବାପାଙ୍କୁ ତ ଟେନସନ ସେ ଦେଲା, ଆଉ ଋଣ କଣ ସୁଝିବ ସେ? ବାପା ମାଙ୍କ ଟେନସନ ସେ ଦେଲା ତା ଜୀବନରେ। ବାପା ମା ତ ସେଇ କଥା ଭାବି ଭାବିକିରି ତାଙ୍କ ବୃଦ୍ଧାବସ୍ଥାରେ ତାଙ୍କ ଶେଷ ଜୀବନ କାଟିବେ। ଏଇ କଥା ଭାବି ଭାବି ଟେନସନରେ ରହିଲେ ବାପା ମାଙ୍କ ଋଣ କଣ ସେ ସୁଝିବ? କି ସୁଝି ପାରିବନି। नो, ସେ ବହୁତ ହଇରାଣ ହବ ସେ ପିଲା ଭବିଷ୍ୟତରେ। ଠିକ ଅଛି, ଜୟଗୁରୁ। ଶାନ୍ତିଲତା ମା ପାଇଁ କନ୍ୟା ନ ମିଳୁଛି ସେ ତ ପୁଣି ବାପା ମା କନ୍ୟା ଟେନସନ। କନ୍ୟା ନ ମିଳୁ, କନ୍ୟା ନ ମିଳିଲା ବାହା ହବନି? କଣ ବାହା ହବାଟା ନିହାତି ଦରକାର ନା କଣ? ହଜାର ନାଇଁ ହଜାର ଲକ୍ଷ ଲକ୍ଷ ହଜାର ହଜାର ଚାହୁଁଛନ୍ତି ଲକ୍ଷ ଲକ୍ଷ ଲୋକ ସନ୍ନ୍ୟାସୀ ହେଇଛନ୍ତି, ବାଜି ହେଇଛନ୍ତି, ହିମାଳୟ ଗୁହାରେ ଯାଇ ତପସ୍ୟା କରୁଛନ୍ତି। ହଁ, ମହିମା ଅଲେଖ ଦୀକ୍ଷା ନେଇକି ଲୋକ କେତେ ହଜାର ହଜାର ଲୋକ ବାହା ହେଇନାହାନ୍ତି। ବାହା ନହେଲେ ଅସୁବିଧା କଣ ହେଇଯାଉଛି? ଆମେ କାମ ଆମେ 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 କାମ କାଞ୍ଚନରେ ମତ୍ତ। ଆଜ୍ଞା ଆମେ ନିଜ ଜୀବନକୁ ଚିହ୍ନିବାକୁ ରାଜି ନୁହଁ। ଗୁରୁ କୈନ୍ଦ୍ରିକ ଜୀବନ ଆମେ ଯାପନ କରୁନେ। ତେଣୁ ଆମ ଚରିତ୍ର ଗଠନ ହେଇପାରୁନି। ଆଉ ପୁଅଟା ଝିଅ ପଛରେ ଗୋଡଉଛି, ଝିଅଟା ପୁଅ ପଛରେ ଗୋଡଉଛି। ଠାକୁର କହିଛନ୍ତି ଗୋଟେ ପୁଅଟେ ସିଗାରେଟ ଟାଣିକି ଧୂଆଁ ଟା ଛାଡିଦେଲା, ଯେତେ ବାଟ ଧୂଆଁ ଉଡିଗଲା, ଗୋଟେ ଝିଅ ପିଲାର ମନ ସେତେ ବାଟ ଉଡିଗଲା। ଏଟା କଣ ହଉ, ବିବାହ ନା ଠିକ ଅଛି କଣ? ଠିକ ଅଛି ଠିକ ଅଛି। ଆମେ ଆଉ ବଢେଇବାନି, ଟାଇମ ହେଇଗଲାଣି। ତାହେଲେ 11ଟା ହେଇଯିବ। ହଁ, ଶାନ୍ତିଲତା ମା ଶୁଣନ୍ତୁ ଯେ ଆଜ୍ଞା ଦାଦା ଜୟ। ଯଦି ବିହିତ ଭାବରେ ଗୋଟେ କନ୍ୟା ମିଳୁନାହିଁ, ବରଂ ବିବାହ ନ କରିବା ଭଲ। କାହିଁକିନା ଆଉ ମାନେ ମାନେ ଅଲଗା ଭାବରୁ ଅଲଗା ବର୍ଣ୍ଣର ଆଣି ଆମେ ଘର ଭିତରେ ଗୋଟେ ମାନେ ବାପାକୁ ଟେନସନ ଦବା। ବାପାଙ୍କୁ ତ ଆମେ ମାନେ ଟେନସନ ଫ୍ରି କରିପାରୁନେ, ତାଙ୍କ ଦାୟିତ୍ୱ ଠିକ ନେଇ ପାରୁନେ, ବରଂ ଆହୁରି କିଛି ଲୋଡ କରିଦବା। ତା ପୁତ୍ରର କର୍ତ୍ତବ୍ୟ ନୁହେଁ, ନମ୍ବର 1। ନମ୍ବର 2, ୟା ଦ୍ଵାରା ଅଧର୍ମ ଅନୀତି ହବ। ପିତୃ ଶ୍ରାଦ୍ଧ ଆଉ ଦେବ କାର୍ଯ୍ୟ ଇତ୍ୟାଦି କରିବା ପାଇଁ ଅଯୋଗ୍ୟ ବିବେଚିତ ହବ ସେ ମା। ତେଣୁ ଆସିକି ପରିବାରରେ ସେ ଯୋଉ ଅନ୍ନ ରାନ୍ଧିକି ଦବ, ତା ମଧ୍ୟ ଏହା ଏଇ ଆତ୍ମାର ମଧ୍ୟ ମଙ୍ଗଳଦାୟକ ନୁହେଁ। ତେଣୁ ତାର ଉଚିତ ହଉଛି ବରଂ ବାପା ମା ବଞ୍ଚିଥିଲା ପର୍ଯ୍ୟନ୍ତ ତାଙ୍କର ସେବା ଶୁଶ୍ରୂଷା କରି ତାଙ୍କ ଦାୟିତ୍ୱ ନେଇଯିବ। ତାପରେ ସେ ସନ୍ନ୍ୟାସ ହଉ ବା ଘରେ ରହିକିରି ଗୃହସ୍ଥାଶ୍ରମ ଭିତରେ ରହିକିରି ମଧ୍ୟ ଏଇ ଘରେ ରହିକିରି ମୋର ସାଧନ ଭଜନ କରି ଜୀବନ ଯାପନ କାଟିବା ଉଚିତ। ଆଉ ନିଶ୍ଚିତ ଭାବେ କୌଣସି ଝିଅର ଅଫର ଆସିବ, ଯଦି ସେ ଏକନିଷ୍ଠ ଭାବେ ବାପା ମାଙ୍କର ସେବା ପରାୟଣ ହୋଇ ଇଷ୍ଟ ବିଧି ଅନୁସାରେ ଜୀବନ ଯାପନ କରେ, ସଦାଚାରୀ ହେଇଥାଏ, ନିଶ୍ଚିତ ତାକୁ କନ୍ୟା ମିଳିବ। ଏଇଟା ଗ୍ୟାରେଣ୍ଟେଡ। ଅଫର କେତେ ଝିଅ କରିବେ? ଗୋଟିଏ ନୁହଁ, ତାକୁ ଆଜ୍ଞା କେତେ ଝିଅ ଅଫର ଦେବେ। ବାସ୍, ଏଇଟା ମୋର ଦୃଢ ସଂକଳ୍ପ। କାହିଁକି? ତା ବ୍ୟବହାର, ଗୁଣ, ଆଚାର ଆଚରଣ ସେଇପରି ହେଇଥିବ। ଯଦି ଆଦର୍ଶ ପୁରୁଷ ହେଇଥାଏ, ତା ପଛରେ କନ୍ୟା ମାନେ ଗୋଡେଇବେ। ଯଦି ଗୋଟେ ଫଷ୍ଟ୍ରେଟେଡ ହେଇଥାଏ, ଝିଅ ପଛରେ ଯୋଉ ପୁଅ ଗୋଡେଉଥାଏ, ସେ ହଉଛି ମାନେ କଣ, ନିର୍ବୀର୍ଯ୍ୟ କା ପୁରୁଷ। ଇଷ୍ଟଙ୍କ ପଛରେ ଧାଅ, ଇଷ୍ଟ ଭାବରେ ଭାବାନ୍ୱିତ ହୁଅ, ତାହେଲେ ଦେଖିବ କନ୍ୟା ନିଶ୍ଚିତ ମିଳିବ। ଅସବର୍ଣ୍ଣ ବା ଅଲଗା ବର୍ଣ୍ଣରୁ କନ୍ୟା ଆଣିକି ବିବାହ କରିକି ଘରେ ଗୋଟେ ଅନର୍ଥ ପୁରେଇବା ଉଚିତ ନୁହେଁ। ମନେ ହେଲା? ଜୟଗୁରୁ। ଆଜ୍ଞା ରାଇଟ କଥା କହିଲେ ଦାଦା। ହଁ, ଦାଦା ଜୟଗୁରୁ। ଆଉ ଆଲୋଚନାକୁ ନେଇ ଆଜି ନାହିଁ ମା, ଆଜି ପାଇଁ ଟିକେ ସମୟ ଟିକେ ନାହିଁ। ଆଜି ପାଇଁ ଏତିକି, ଗୋଟେ କାଲିକା ପଚାରିବି। ଆଜି ନାଇଁ ଦୟାକରି ଦାଦା, ଆଲୋଚନାକୁ ନେଇକିରି କହୁଛି ଦାଦା, ଠାକୁର ତ ପିତୃ ମାତୃ ଭକ୍ତ ଥିଲେ। ସେ ଠାକୁରଙ୍କ ଏଇ ଯୋଉ ମାଙ୍କ ପ୍ରତି ଭକ୍ତି ସମ୍ମାନ ସବୁ ଥିଲା। ମୁଁ ତ ଜାଣିଛି, ଶୁଣିଛି ମାଙ୍କ ପାଇଁ ଭଲ, ବାପା ପାଇଁ ଭଲ ପାଇବା ଜଣେ ଜଣେ ଅଛନ୍ତି, ସେମାନେ ଝାଡା କଠିନ ହେଲେ ବି ସେମାନେ ହାତରେ ବି ବାହାର କରିଛନ୍ତି। କିନ୍ତୁ ମୁଁ ଆଜି ଶୁଣିଲି ଯେ ଏଇ ଯୋଉ ଦାଦା କହିଲେ ଠାକୁର ବି ମାଙ୍କର ଇଣ୍ଡାଇଜେସନ ପାଇଁ କି ତାଙ୍କ ଝାଡାକୁ ପୁରା ଚକଟି ଥିଲେ। ଦାଦା, ସେ ଠାକୁର ତ ଡାକ୍ତରୀ ପାଠ ପଢିଛନ୍ତି, କିନ୍ତୁ ସେ ତ ଏଇ ଝାଡାକୁ ଦେଖିକିରି ତ ଲକ୍ଷ୍ୟ କରିଥାନ୍ତେ ଯେ ଇଣ୍ଡାଇଜେସନ, ସେ ହାତରେ ଚକଟିବାର କଣ କାରଣ? ଆଉ ଉଚିତ କୁହନ୍ତୁ। ଠାକୁର ମାଙ୍କ ଝାଡାକୁ ଚକ୍ରଥିଲେ କୋଉଠି? ଆଜ୍ଞା ଦାଦା। ଠାକୁର ତାଙ୍କ ମାଙ୍କ ଝାଡାକୁ ଚକୁଡୁଥିଲେ, କୋଉଠି ଚକୁଡୁଥିଲେ?
ତ ଆଜି ଦାଦା ଆଲୋଚନା କରିଥିଲେ ଶୁଣିଥିଲି ଟିକେ। କୋଉ ଜାଗାରେ ତ ସେମିତି ଲେଖା ହେଇନି, କୋଉ ବହିରେ ଅଛି ମତେ କହିବେ। ନାଇଁ ଦାଦା ଆଜି କହୁଥିଲେ ମାଆଙ୍କ ପ୍ରତି ଭଲ ପାଇବା ଥିବାରୁ ସେ ତ ସେଇଟା ନୁହଁ, ହଁ ଝାଡାଟାକୁ ଦେଖିକିରି ସେ ଜାଣିପାରୁଥିଲେ ଯେ କଣଟା ହେଇଛି। ଯେ ଆଗେ ସବୁ ଆୟୁର୍ବେଦ ଡାକ୍ତର ଯୋଉମାନେ ଥିଲେ, ଆଗେ ତ ଏତେ ସବୁ ସାଇନ୍ସ ଡେଭଲପ କରିନଥିଲା। ପରିସ୍ରା, ଝାଡା ଆକୁ ସବୁ ଦେଖିକିରି ସେମାନେ ଜାଣିପାରୁଥିଲେ ଯେ ଅବସ୍ଥାଟା କଣ, ରୋଗଟା କଣ ହେଇଥବ। ସେଟା ଅଲଗା କଥା, ସେ ପ୍ରସଙ୍ଗ। ହଁ, ଆଜ୍ଞା ଆଉ ସେଥିରେ କଣ, ଏଇଥିରେ ବିଚିତ୍ରତା କଣ ଅଛି? ଏଟା ଏହା ଗୋଟେ ପ୍ରଶ୍ନ ନୁହେଁ ତ। ଠାକୁର ତାଙ୍କ ମାଙ୍କ ସେବା ପାଇଁ, ଯେମିତି ଆମେ ଆମର ବୁଢା ବୁଢୀ ମାଙ୍କ ସେବା ପାଇଁ ଆମେ ସେ ଝାଡା ପରିସ୍ରା ହଉଛି ସେଜରେ, ତାକୁ ପୁଅ ଝିଅ ତାକୁ ସଫା କରୁଛନ୍ତି, ପୋଛୁଛନ୍ତି, ତାକୁ ନେଇକି ବାହାରେ ପକଉଛନ୍ତି, ହାତ ଧଉଛନ୍ତି, ସାନିଟେସନ କରୁଛନ୍ତି। ଏଟା ସ୍ୱାଭାବିକ କଥା, ଏଥିରେ ଅସୁବିଧା କଣ ଅଛି? ଏଟା ହଉ ଏହା ଏକ ଗୋଟେ କାରଣ ନୁହେଁ। ଠିକ ଅଛି କଣ ଠିକ ବିବେକ ଅଛି କୁହ? ଠିକ ଅଛି ଠିକ ଅଛି। ସେତିକି ଯଥେଷ୍ଟ। ମାମି ସାହୁ, ମାମି ସାହୁ ଆପଣଙ୍କର କଣ ପ୍ରଶ୍ନ ଅଛି କୁହନ୍ତୁ? ମାମି ସାହୁ, ମାମି ସାହୁ, ହ୍ୟାଲୋ ମାମି ସାହୁ। ହଁ ଦାଦା, ଅଡ଼ିଓ ଜୟଗୁରୁ ପ୍ରଣାମ ଜୟଗୁରୁ କରୁଛି। ଜୟଗୁରୁ ଜୟଗୁରୁ କୁହନ୍ତୁ। ପ୍ରଣାମ ଦାଦା। ହୁଁ ଦାଦା, ଏଇ ଯୋଉ ଠାକୁର କହିଛନ୍ତି ଯେ ଇଷ୍ଟଭୂତି ପରେ ସନ୍ତାନ ମାନେ ପିତୃଭୂତି ମାତୃଭୂତି କରିବେ, ସେଇଟା କେମିତି, କୋଉ ହିସାବରେ ଡେଲି କରିବେ ନା ପ୍ରତି ମାସରେ ସେଇଟା କରିକିରି ଦିଆହବ? କେମିତି ଦାଦା ସେଇଟା? ପ୍ରତିଦିନ କରିବେ। ପ୍ରତିଦିନ ଦାଦା? ପ୍ରତିଦିନ କରିବେ। ହଁ ହଁ। ପିତୃଭୂତି ମାତୃଭୂତି ପ୍ରତିଦିନ କରିବେ। ସେଇଟା ଯେମିତି ଇଷ୍ଟ ଇଷ୍ଟଭୂତି କରୁଛନ୍ତି, ପିତୃଭୂତି ମାତୃଭୂତି ଯାହା ହବ, ଯାହା ବି ଆଚାର୍ଯ୍ୟଭୂତି ଆମେ କରୁ, ଯାହା କରିବା ଇଷ୍ଟଭୂତିଠୁ ସବୁ କମ ହେଇଥବ। ଇଷ୍ଟଭୂତିରୁ ଅଧିକା କିଛି ହବ ନାହିଁ। ଇଷ୍ଟଭୂତିରୁ ସବୁ କମ ହେଇଥବ। କରିବେ। ସନ୍ତାନ କଣ, ଆମେ ତ ସମସ୍ତେ କରିବା କଥା, ସନ୍ତାନ ମାନେ କଣ? ହଁ ଦାଦା। ମୋର ବାପା ମା ନାହାନ୍ତି, ସେ ବିଗତ ହେଇଗଲେଣି ଅନେକ ଦିନ ଧରିକି। ମୁଁ ତ ଏବେ ବି ଅଧେ ପିତୃଭୂତି ମାତୃଭୂତି କରେ। କରିବାର ଅସୁବିଧା କଣ ଅଛି? ଏଟା କରିବେ। ହୁଁ ହୁଁ। ସେଇଟା କିନ୍ତୁ ଇଷ୍ଟଭୂତିଠୁ କମ ଦାଦା। ଇଷ୍ଟଭୂତିରୁ ସବୁ କମ ହବ। ସବୁ ହଁ। ଜିନିଷ ଇଷ୍ଟଭୂତିଠୁ କମ, ଇଷ୍ଟଭୂତିରୁ ଅଧିକା କିଛି ହବନି। ଏଇଟା ମନେ ହୁଁ ରଖିବେ। ଇଷ୍ଟଭୂତି ଅସଲ। ଇଷ୍ଟଭୂତି ସକାଶେ ଆଉ ଏତେ କଥା ଆମେ କହୁଛେ, ଆଚାର୍ଯ୍ୟଭୂତି କଥା କହୁଛେ, ପିତୃଭୂତି କଥା କହୁଛେ, ମାତୃଭୂତି କଥା କହୁଛେ, ସ୍ୱସ୍ତିନୀ କଥା କହୁଛେ, ଯାହା ଯାହା ଆମେ କହୁଛେ, ଅସଲ ତା ମୂଳଟା ହଉଛି ଇଷ୍ଟଭୂତି। ଇଷ୍ଟଭୂତିଟା ହଉଛି ଅସଲ ଜିନିଷ, ପ୍ରାଇମେରୀ ଫ୍ୟାକ୍ଟର। ଏଟା ମନେ ରଖିବେ। ହଁ ଠିକ ଦାଦା। ଅଛି, ଜୟ ଠିକ ଅଛି ଦାଦା ମାମି ମା, ରହିଲୁ। ଜୟଗୁରୁ ଦାଦା ଜୟଗୁରୁ। ଟିକେ ଦାଦା। ନେକ୍ସଟ ଯାଆନ୍ତୁ। ହଁ କୁହନ୍ତୁ। ହଁ କଣ କହୁଛନ୍ତି କଣ? ଦାଦା, ଯଦି ବାପା ନଥିବେ, ଛୁଆ ମାନେ କେମିତି ସେ ପିତୃଭୂତି ଟା କେମିତି କରିବେ? ତା ମାଆଙ୍କୁ ସେମିତି ପିତୃଭୂତି ପିତାଙ୍କ ଉଦ୍ଦେଶ୍ୟରେ କରିକି ମାଆଙ୍କୁ ଦେଇଦେବେ। ମାଆଙ୍କ ଓହୋ। ଆରେ ପିତା ରେଗୁଲାର ମାତା, ଓଡିଶା ଶାସକ ପିତା ରହୁନାହାନ୍ତି। ମାତା ଜୀବନ୍ତ ଦେବତା। ପିତା ମାତା ଜୀବନ୍ତ ଦେବତା। ପିତା ଏବଂ ମାତା ଦି ଜଣ ହେଲେ ମଧ୍ୟ ବାହାରକୁ, କିନ୍ତୁ ପ୍ରକୃତରେ ପିତା ମାତା ଏକ। ସେ ଏକ ହବାରୁ ଆମେ ଏକ ଆସିଛୁ। ଆମ ଭିତରେ ବି ଆଜି ମଧ୍ୟ ମୋର ପିତା ଓ ମାତା ମଧ୍ୟ ମୋ ଭିତରେ ଜୀବିତ ଅଛନ୍ତି। ଏ ଜ୍ଞାନଟା ଆମର ରହିବା ଦରକାର। ସେ ଦି ଜଣ ପୃଥକ ନୁହନ୍ତି, ଦି ଜଣ ଏକ। ଠିକ ଅଛି। ହଉ ଠିକ ଅଛି। ଆପଣ ଜୟ ନେକ୍ସଟ ଲଙ୍କା ଭାଇ, ଲଙ୍କା ମା ଅଛନ୍ତି ଲାଷ୍ଟ। ଆପଣ ଏନ୍ଏସ୍ଆର ଲେଙ୍କା ଅଡିଓ ଖୋଲନ୍ତୁ। ଏନ୍ଏସ୍ଆର ଲେଙ୍କା, ହ୍ୟାଲୋ, ଆପଣ ପ୍ରେଜେଣ୍ଟ ଅଛନ୍ତି ତ? ହ୍ୟାଲୋ ଲେଙ୍କା, ଏନ୍ଏସ୍ଆର ମା। ଜୟ ଗୁରୁ ଦାଦା, ଜୟ ଗୁରୁ ସମସ୍ତଙ୍କୁ ଜୟ ଗୁରୁ। ଜୟଗୁରୁ କୁହନ୍ତୁ। ଶୁଭୁଛି ଦାଦା? ପ୍ରଶ୍ନ କଣ? ହଁ କୁହନ୍ତୁ। ଜୟ ଗୁରୁ ଦାଦା। ଜୟଗୁରୁ କୁହନ୍ତୁ, ପ୍ରଶ୍ନ କଣ କୁହନ୍ତୁ? ଆଜ୍ଞା ଆପଣଙ୍କୁ ଆମ କଥା ଶୁଭୁଛି? ଲେଙ୍କା ଶୁଭୁଛି ମା ଦାଦା, ଜୟ ଗୁରୁ। କଣ କଣ ବଡ ବଡ ନାଁ ଟା ତ ଆମର ମୁହଁରେ ମନେ ରହୁନି। କହିଥିଲେ ଯେ, ଆଉ କୁହନ୍ତୁ। କଣ ପ୍ରଶ୍ନ କହନ୍ତୁ, ନହେଲେ ରହିଯିବେ। ଆମେ 10ଟା 15 ବନ୍ଦ କରିବା କଥା। ବେଲ ବାଜିଗଲାଣି, ଜୟ ଓଭର ଗୁରୁ ଦାଦା। ହେଇଗଲାଣି। ହଁ କୁହନ୍ତୁ। ଆପଣଙ୍କ ପ୍ରଶ୍ନ ଆମକୁ ଶୁଭୁ ନାହିଁ।
ଆପଣଙ୍କର କହୁଥିବା ପ୍ରଶ୍ନ ଆମକୁ ଶୁଭୁ ନାହିଁ। ପ୍ରଶ୍ନ କିଛି ଶୁଭୁନି। ହ୍ୟାଲୋ, ରହିଯାଆନ୍ତୁ, କାଲି ଆପଣଙ୍କ ଅଡିଓ କୋଉଠି କଣ ମେକାନିଜିମ କୋଉଠି ଦାଦା ଫଲ୍ଟ ଜୟଗୁରୁ ଅଛି? ଜୟଗୁରୁ। ଜୟଗୁରୁ କହୁନାହାନ୍ତି। ଆଜ୍ଞା ଶୁଭୁ ନଥିଲା ତ ମୁଁ କହିଲି ଦାଦା ଯୋଉ ଦେଖା ହଉଛି କି ସନ୍ତାନ ମାନେ 2 ଜଣ ଯଦି ସନ୍ତାନ ରହୁଛନ୍ତି ମାନେ ଯିଏ ଭଲ ପାଠ ପଢୁଛି ପିତାମାତା ତାକୁ ବେଶୀ ଭଲ ପାଉଛନ୍ତି, ଆଉ ଜଣେ ଭଲ ପାଠ ପଢୁନି କିନ୍ତୁ ପିତାମାତାଙ୍କର ସେବା କରୁଛି। ପିତାମାତା ବେଶୀ ଭଲ ପାଉଛନ୍ତି ଯିଏ ଭଲ ପାଠ ପଢୁଛି, ସେଠି ସେ ପିଲାଟି ଯିଏ ଭଲ ପାଠ ପଢୁନି କିନ୍ତୁ ପିତାମାତାଙ୍କ ସେବା କରୁଛି, ସେ ଆଦର୍ଶ ସନ୍ତାନ ହେଇପାରିବ କି ନାହିଁ? ଖୁସିରେ କୁହନ୍ତୁ। ଭଲ ଭଲ ପାଠ ପଢିବା ଭଲ ପାଠ ନ ପଢିବା ଭିତରେ ଦେଇକି ଆଦର୍ଶ ସନ୍ତାନ ହବାର କୌଣସି ବ୍ୟାରିୟର ନାହିଁ, ବାଧା ନାହିଁ। ଜୟ ଗୁରୁ ଦାଦା। ଏଇଟା ମନେ ଆଜ୍ଞା ରଖିବେ। ଭଲ ବାପ ମାଙ୍କ ପାଖରେ ସବୁ ପିଲା ତାର ପୁଅ ଝିଅ ସମସ୍ତେ ସମାନ। ବାପ ମାଙ୍କ ପାଖରେ ଭଲ ପାଇବାର କୌଣସି ବାପ କାଠିରେ ତଉଲିବାର କିଛି ନାହିଁ। ଏ ପିଲାଟାକୁ ବେଶୀ ଭଲ ପାଏ, ସେ ପିଲାଟାକୁ ବାପା ମା କମ ଭଲ ପାଆନ୍ତି ନା, ଏମିତି କୌଣସି ବାପା ମା ନଥାନ୍ତି ପ୍ରାୟ। ମୁଁ ଜାଣିବାରେ ଏମିତି ବାପା ମା ନଥାନ୍ତି। ଗୋଟେ ଦାଦା ଛୋଟା ପ୍ରାୟ ପିଆରେ ଏମିତି ଅଛନ୍ତି, ହଉଛି ସେମିତି ଘରୁ ପ୍ରାୟ ସବୁ ଜାଗାରେ। ଠିକ ଅଛି ମା। ଗୋଟେ ଛୋଟା ପିଲାଟି ହେଲେ ମଧ୍ୟ ଛୋଟାଟେ ହେଲେ ମଧ୍ୟ ସେ ବାପା ମା ତାକୁ ଭାରି ଭଲ ପାଆନ୍ତି। ସେଥିରେ କଣ ଅଛି? ହଁ ହଁ ବାପା ମା ପିଲାଙ୍କୁ ଜନ୍ମ କରୁଛନ୍ତି ନା, ତାଙ୍କ ପାଖରେ ସମସ୍ତେ ସମାନ। ଯେମିତି ଈଶ୍ୱରଙ୍କ ପାଖରେ, ଭଗବାନଙ୍କ ପାଖରେ, ଇଷ୍ଟଙ୍କ ପାଖରେ ଏ ଦୁନିଆର ସବୁ କିଛି ସମାନ। ସେମିତି ବାପ ମା ଯେତେବେଳେ ଯଦି ଆମର ଉତ୍ସ ହନ୍ତି, ଆମ ଜନ୍ମଦାତା ଜନ୍ମଦାତ୍ରୀ ହୁଅନ୍ତି, ତାହେଲେ ଆଜ୍ଞା ଆମ ବାପା ମାଙ୍କ ପାଖରେ ଆମେ ସମସ୍ତେ ସମାନ। ପୁଅ ଝିଅ ଯିଏ ବି ହୁଅନ୍ତୁ ସମସ୍ତେ ସମାନ। ପୁଅ ବିଲିକି ତାକୁ ବେଶୀ ଗେହ୍ଲା କରିବେ, ଝିଅ ବିଲିକି ଅନାଦର କରିବେ। ଝିଅ ଟା କାହିଁକି ହେଲା ବୋଲି ମନ ଦୁଃଖ କରି କାନ୍ଦିବେ, ଇଏ ତ ଗୋଟେ ଆଜ୍ଞା ବାପା ମାଙ୍କ ଲକ୍ଷଣ ନୁହେଁ ନା। ଆଜ୍ଞା ନା ଏଇଟା ଠିକ ନୁହଁ, ସମସ୍ତେ ସମାନ। ଭଲ ପାଠ ପଢୁଛି, ହଁ ଭଲ ପାଠ ପଢୁଛି, ତାର ଗୋଟେ ଭଲ ତା ଜିନ୍ ଟା ଟିକେ ଗୋଟେ ଦିଗରେ ଡେଭଲପ କରିଛି, ସେ ଭଲ ଆଜ୍ଞା ପାଠ ପଢୁଛି। ଏ ପିଲାଟା ଭଲ ପାଠ ପଢୁନି, ଭଲ ପାଠ ନ ପଢିଲେ ମଧ୍ୟ ବାପା ମାଙ୍କ ସେବା କରୁଛି, ଭଲ ଆଗ କରୁଛି, ହଁ ଘରେ ହଁ ଅଛି, ଘର କାମରେ ସାହାଯ୍ୟ କରୁଛି, ୟାର ଗୋଟେ ପ୍ରକାର କ୍ୱାଲିଟି ଡେଭଲପ କରୁଛି। ତାର ହଁ ଗୋଟେ ହଁ ପ୍ରକାର ଆଉ ଗୋଟେ ପ୍ରକାର କ୍ୱାଲିଟି ଅଛି। କ୍ୱାଲିଟି ତ ଅଛି ନା, ସମସ୍ତଙ୍କର ସମାନ କ୍ୱାଲିଟି ହବ ଏମିତି କିଛି ମାନେ ଅଛି? ହୁଁ ବଗିଚାରେ ଫୁଲ ଫୁଟିଛି, ହଁ ବଗିଚାରେ ନାଲି ଗୋଲାପ ଅଛି, ଧଳା ଗୋଲାପ ଅଛି, ହଳଦିଆ କନିଆର ଅଛି, ବିଭିନ୍ନ କିସମର ଫୁଲ ଅଛି। ଆଜ୍ଞା ସବୁଗୁଡାକ ଅଛି ବୋଲି ବଗିଚାଟା ସୁନ୍ଦର। ଆଜ୍ଞା ଏଇ ଜ୍ଞାନ ଟା ବାପା ମାଙ୍କ ରହିବା ଉଚିତ। ହଉ ଠିକ ଅଛି ଠିକ ମା। ଅଛି ମା ଜୟ ଗୋଟେ ଗୁରୁ। କଥା ମା, ଆଜ୍ଞା ବାପାଙ୍କ ମା ସିଏ ବାପା ମା କଣ ଭଲ ପାଆନ୍ତି, କେତେ କହନ୍ତି, ମତେ କି ତାକୁ ସେ କଥା ବିଚାର୍ଯ୍ୟ ନୁହେଁ। ଆଜ୍ଞା ବିଚାର୍ଯ୍ୟ ଇଏ 2 ଜଣ ପୁଅ, 2ଟି ହୁଁ ପୁଅ ବାପା ମାଙ୍କୁ କେତେ ଭଲ ପାଆନ୍ତି, ବାସ୍ ଆଜ୍ଞା ପଏଣ୍ଟ ହଉଛି ଏଇଠି। ଆମର ବିଷୟବସ୍ତୁ ସେଇଠି। ଆଦର୍ଶ ସନ୍ତାନର କର୍ତ୍ତବ୍ୟ, ଆଜ୍ଞା ଏମାନେ ବାପା ମାଙ୍କ ଦାୟୀ ଦାୟିତ୍ୱରେ କେତେ ଦୂର କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି, ବାସ୍ ଦ୍ୟାଟ୍ସ ଏନଫ୍। ଆଜ୍ଞା ଆଉ କିଛି ନାହିଁ। ସିଏ କେତେ ହଁ ଭଲ ପାଆନ୍ତି, କଣ ପାଇଲେ ନ ପାଇଲେ, ସେଗୁଡା ହିସାବ କିତାବ ନବା ଦରକାର ନାହିଁ ହେଲା। ଦାଦା ଜୟଗୁରୁ। ମୋ କହିବା କଥା କି ସିଏ ବାପା ମା ଭଲ ପାଆନ୍ତୁ କି ନ ପାଆନ୍ତୁ, ଆମେ ଆମ କର୍ତ୍ତବ୍ୟ କରିବା, ଆମେ ତାଙ୍କ ସେବା କରିବା। ହଁ କରିବା ଭିତରେ ଦେଇକି ଆମେ ହଁ ଜଣେ ଆଦର୍ଶ ସନ୍ତାନ ହେଇପାରିବା କି? ବାସ୍ ଗ୍ୟାରେଣ୍ଟେଡ ଗ୍ୟାରେଣ୍ଟେଡ। ଆଜ୍ଞା ଆପଣଙ୍କର ଆଜ୍ଞା କର୍ତ୍ତବ୍ୟ, ଆପଣ ଯଦି କର୍ତ୍ତବ୍ୟ ବିଷୟରେ ସଚେତନ ରହୁଛନ୍ତି, ଆଜ୍ଞା ବାସ୍ତବିକ କ୍ଷେତ୍ରରେ ତାହା କରୁଛନ୍ତି, ତାହେଲେ ନିଶ୍ଚିତ ଭାବେ ଆପଣଙ୍କର ଏଇ ଯୋଉ ଆପଣ ଆଦର୍ଶ ସନ୍ତାନ ହେଇପାରିବେ। ଜୟଗୁରୁ। ଆଉ ବେଶୀ କିଛି ଆଜ୍ଞା ନାହିଁ। ଆଜି ଆଜ୍ଞା ଆମର ବିଷୟବସ୍ତୁ ଥିଲା ଜୟ ଗୁରୁ ଦାଦା। ଆଦର୍ଶ ସନ୍ତାନର କର୍ତ୍ତବ୍ୟ। ଗୋଟେ ଆଜ୍ଞା ବିରାଟ ଇଏ ଦର୍ଶନ ବହୁତ ବ୍ୟାପକ। ଆମର ସୁଭାଷ ଭାଇ ଯୋଉ 15-20ଟା ପଏଣ୍ଟ ଦେଇଛନ୍ତି, ତାକୁ ବୁଝେଇବା ପାଇଁ 15-20 ଦିନ ଲାଗିବ। ତ ଯାହା ହଉ, ବିରାଟ ଏକ ଦର୍ଶନ ତତ୍ତ୍ୱ ସଂକ୍ଷେପରେ କମ ସମୟ ଭିତରେ ଆମର କାର୍ତ୍ତିକ ଭାଇ ଉପସ୍ଥାପନା କରିଥିଲେ, ଏବଂ ଟିକେ ପଏଣ୍ଟ ସବୁ ଆମର ସୁଭାଷ ଭାଇ ଦେଇଥିଲେ, ଏବଂ ଆମର ସମାନସ୍ପଦ ହୃଷିକେଶ ଆଚାର୍ଯ୍ୟ ଭାଇନା ଉପସ୍ଥିତ ରହି ଆମ ମାନଙ୍କୁ ସହଯୋଗର ହାତ ବଢେଇ ଅନେକ ସମସ୍ୟାର ସମାଧାନ ଦେଇଛନ୍ତି। ତେଣୁ ତାଙ୍କୁ ଆମର ଏ ଓଡିଶା ସତ୍ସଙ୍ଗ ତରଫରୁ ଶୁଭେଚ୍ଛା ଏବଂ ଅଶେଷ